ଆଜି ଯାହା ସେ କହିବେ ତାହା ହେଉଛି ଯୋଗ ମାର୍ଗର ପ୍ରଥମ ପାହାଚ। ଏଠି ଆମେ ଦେଖିବା ଯେ ପ୍ରକୃତରେ ଏହି ଯୋଗଟି କଣ? ଆଉ ଏହି ଯୋଗ ମାର୍ଗରେ ଯେତେବେଳେ ଆମେ ପାଦ ରଖିବା ତାହେଲେ ଆମକୁ କୋଉ ଶୃଙ୍ଖଳାବଦ୍ଧ ଏ ଜୀବନକୁ ସ୍ୱୀକାର କରିବାକୁ ହବ। ଯୋଗ ହେଲା ଏକ ନବ ଚେତନାର ଜନ୍ମଭୂମି, ଯୋଉଠି ଥରେ ପାଦ ଦେଲେ ମଣିଷ ଆଉ ପଛକୁ ଫେରି ପାରେ ନାହିଁ। ଏହା ହେଉଛି ଏକ ଅନନ୍ତ ଅଭିଯାନର ପଥ, ଯୋଉଠି ଆତ୍ମା ସତ୍ୟରୁ ମହାସତ୍ୟ ଆଡକୁ ଗତି କରିଥାଏ। ଭଗବାନ ଯୋଉ ଶ୍ଲୋକ ଗୁଡିକୁ କହୁଛନ୍ତି, ମୁଁ ଭାବୁଛି ସମସ୍ତଙ୍କ ପାଖରେ ଗୀତା ପୁସ୍ତକ ଅଛନ୍ତି। ଆମେ ପ୍ରଥମେ ମିଳିତ ଭାବରେ ସେଇ 5ଟି ଶ୍ଲୋକକୁ ଆବୃତ୍ତି କରିବା, ତାପରେ ଆଲୋଚନା କରିବା। 11 ଶ୍ଲୋକ ଠାରୁ ଶ୍ରୀ ଭଗବାନୁବାଚ अस्वच्छानन्वशोचस्त्वम् प्रज्ञावादांश्च भाससे गताशो न गतासूंश्च नानुशोचन्ति पण्डितः न त्वेवाहं जातु नासम् न त्वं नेमे जनाधिपः न चैव न भविष्यामः सर्वे वयमतः परम् देहिनोऽस्मिन् यथा देहे कौमारं यौवनं जरा तथा देहान्तरप्राप्तिः धीरस्तत्र न मुह्यति मात्रा स्पर्शास्तु कौन्तेय शीतोष्ण सुख दुःखदा आगमापायिनो नित्याम् तं तितिक्षस्व भारत जङ्घीना व्यथयन्त्यन्ते पुरुषं पुरुषाश्रव समदुःख सुखं धीर सोमृतत्वाय कल्पते। ଭଗବାନଙ୍କର ପ୍ରଥମ ବାଣୀ ଅର୍ଜୁନଙ୍କୁ ଅସ୍ୱଚ୍ଛାନନ୍ୱଶୋଚସ୍ତ୍ୱଂ ପ୍ରଜ୍ଞାଂ ବାଦାଂଶ୍ଚ ଭାସସେ ଗତାସୁ ନ ଗତାଂଶ୍ଚ ନାନୁଶୋଚନ୍ତି ପଣ୍ଡିତାଃ। ଏଠି ଦୁଇଟି ମୁଁ କହିଥିଲି ପୂର୍ବରୁ ଆଲୋଚନାରେ ଯେ ଭଗବାନ ଯେତେବେଳେ ଅର୍ଜୁନଙ୍କୁ ଗୀତାର ଜ୍ଞାନ ପ୍ରଦାନ କରୁଛନ୍ତି, ତାହା ଭିତରେ ଅନେକ ଯାହାକୁ ଆମେ କହୁ କିୱାର୍ଡସ୍, ଏଭଳି କେତେ ଗୁଡିଏ ମନ୍ତ୍ର ଅଛି ତା ଭିତରେ, ଗୀତା ଭିତରେ, ଯୋଉଗୁଡିକୁ ଯଦି ସାଧକ ମାନେ ମନେ ରଖନ୍ତି, ସେହି ମନ୍ତ୍ରଟି ଏକ ଅଦ୍ଭୁତ ଭାବରେ ତାଙ୍କ ଚେତନାରେ କ୍ରିୟାଶୀଳ ହୁଏ। ସେଇଭଳି ଗୋଟିଏ ଗୋଟିଏ ଶବ୍ଦ ହଉଛି ଯୋଉଠିକି ମୁଁ ଆଲୋଚନା କଲା ବେଳେ ତା ଉପରେ ଟିକେ ଦୃଷ୍ଟି ପକେଇବି, ଯାହା ଆପଣ ମାନଙ୍କ ଚେତନାରେ ଯେମିତି ସେଇଟା ରୋଇ ହେଇଯିବ, ମାନେ ରୋପି ହେଇଯିବ ସେ ବୀଜ ଗୁଡିକ। ତା ଭିତରେ ଗୋଟେ ଶବ୍ଦ ହଉଛି ଅସ୍ୱଚ୍ଛାନନ୍ୱଶୋଚସ୍ତ୍ୱଂ ପ୍ରଜ୍ଞାଂ ବାଦାଶ୍ଚ ଭାସସେ। ପ୍ରଜ୍ଞାବାଦର କଥା ଏଠି କୁହାଯାଉଛି ଏବଂ ଅର୍ଜୁନକୁ ଭଗବାନ କହୁଛନ୍ତି ତୁମେ ଜଣେ ପ୍ରଜ୍ଞାବାଦୀ ଭଳି କଥା କହୁଛ। ଆଉ କାହିଁକି କଥା କହୁଛ ନା ଅସ୍ୱଚ୍ଛାନନ୍ୱଶୋଚସ୍ତ୍ୱଂ, ଯେ ଯୋଉମାନଙ୍କ ପାଇଁ ଶୋକ କରିବା ଅନୁଚିତ ସେମାନଙ୍କ ପାଇଁ ତୁମେ ଶୋକ କରୁଛ। କୋଉମାନଙ୍କ ପାଇଁ ଶୋକ କରିବା ଅନୁଚିତ ସେଇଟା ହଉଛି ପ୍ରଥମ କଥା ଆଲୋଚନାରେ। ପ୍ରଜ୍ଞାବାଦାଂଶ୍ଚ ଭାସସେ, ଜଣେ ପ୍ରଜ୍ଞାବାଦୀ ପଣ୍ଡିତଙ୍କ ଭଳିଆ କଥା କହୁଛ। ଗତାସୁନ୍ ଅଗତାଂଶ୍ଚ ନାନୁଶୋଚନ୍ତି ପଣ୍ଡିତାଃ। ପରବର୍ତ୍ତୀ ସମୟରେ କହୁଛନ୍ତି ଜଣେ ଯିଏ ପଣ୍ଡିତ ଅର୍ଥାତ୍ ଜଣେ ଶାସ୍ତ୍ର ଜ୍ଞାନୀ ନୁହେଁ, ଯିଏ ତତ୍ୱଦର୍ଶୀ, ଯିଏ ତତ୍ୱକୁ ଜାଣନ୍ତି ଆଉ ତତ୍ୱକୁ ଉପଲବ୍ଧି କରିଛନ୍ତି, ଯିଏ ତତ୍ୱଦର୍ଶୀ ସେ
କଣ କରନ୍ତି ନାହିଁ ନା ଯୋଉମାନେ ଯାହା ଗତ ହେଇଯାଇଛି ଆଉ ଯାହା ଆସିନାହିଁ ମାନେ ଭବିତବ୍ୟ ସେ ଉଭୟଙ୍କ ପ୍ରତି ସେ ସୂଚନା କରନ୍ତି ନାହିଁ ନାନୁ ଶୋଚନ୍ତି ପଣ୍ଡିତା। ବର୍ତ୍ତମାନ ଆଉ ଟିକେ ଗଭୀର ସ୍ତରକୁ ଯିବା। ପ୍ରଜ୍ଞାବାଦ କଣ? ପ୍ରଜ୍ଞାବାଦ ହେଲା ଯେ ସଂସାରରେ ପ୍ରାୟତଃ ଆମେ ଏ ଆଧ୍ୟାତ୍ମିକ ଜଗତରେ ବିଶେଷ କରି ଅଜସ୍ର ପ୍ରଜ୍ଞାବାଦୀଙ୍କ ମାନଙ୍କ ସଂସ୍ପର୍ଶରେ ଜଣେ ସାଧକ ଆସିଥାଏ ପ୍ରାଥମିକ ଅବସ୍ଥାରେ। କାରଣ ପ୍ରାଥମିକ ଅବସ୍ଥାରେ ଜ୍ଞାନର ବହୁତ ଆବଶ୍ୟକତା ଥାଏ। ତେଣୁ ଯୋଉମାନଙ୍କ ପାଖରେ ଜ୍ଞାନ ଥାଏ ସାଧକ ସେଠି ଯାଇକି ପହଞ୍ଚିଯାଏ। କିନ୍ତୁ ସେଇ ଯୋଉ ଜ୍ଞାନଟି ତାକୁ ମିଳେ ସେଥିରେ ସେ ସତ୍ୟ ଆଉ ଅସତ୍ୟ ଭିତରେ ପାର୍ଥକ୍ୟକୁ ବୁଝିପାରେ ନାହିଁ। କାହିଁକି ବୁଝିପାରେ ନାହିଁ ତାର କାରଣ ହଉଛି ଯେ ସେମାନେ କେବଳ ତତ୍ଵ ଜ୍ଞାନଟିକୁ ଜାଣିଥାନ୍ତି। ପ୍ରକୃତରେ ସତ୍ୟ ମାର୍ଗରେ ଯିବାକୁ ହେଲେ କୋଉ କୋଉ କଷ୍ଟକୁ କୋଉ କୋଉ ଶୃଙ୍ଖଳାକୁ ବରଣ କରିବାକୁ ହବ ସେ ବିଷୟରେ ସେମାନଙ୍କର କୌଣସି ଜ୍ଞାନ ନଥାଏ। ତେଣୁ ସେମାନେ କେବଳ ସେ ଶାସ୍ତ୍ର ଜ୍ଞାନକୁ ମୁଖସ୍ତ କରି ସମସ୍ତଙ୍କ ପାଖରେ କହୁଥାନ୍ତି କିନ୍ତୁ ଯେମିତି ବିବେକାନନ୍ଦ ଯେତେବେଳେ ପ୍ରଥମେ ରାମକୃଷ୍ଣଙ୍କୁ ଭେଟିଲେ ତାଙ୍କର ସିଧାସଳଖ ସମସ୍ତେ ଭକ୍ତ ମାନ ଯେତେବେଳେ ଚାଲିଗଲେ ସେ ଅପେକ୍ଷା କରି ରହିଲେ। ଏକୁଟିଆ ପଚାରିବେ ନା। ଯେତେବେଳେ ସମସ୍ତେ ଚାଲିଗଲେ ସେ ଭିତରକୁ ଗଲେ ଆଉଥରେ। ପଚାରିଲେ ତମେ ଯୋଉ ଭଗବାନଙ୍କ କଥା କହୁଛ ତାଙ୍କୁ ଦେଖିଛ? ସିଧା ପ୍ରଶ୍ନ। ଏବଂ ରାମକୃଷ୍ଣ କିଛି ସମୟ ଚାହିଁଲେ ଆଉ ଅଳ୍ପ ହସିଲେ କହିଲେ ହଁ ଠିକ ତତେ ଯେମିତି ଦେଖୁଛି ସେମିତି ତାଙ୍କୁ ଦେଖିଛି ଦେଖୁଛି ବି। ଏଇ ଗୋଟିଏ ପ୍ରଶ୍ନରେ ବିବେକାନନ୍ଦ ସେଠୁ ଫେରି ଆସିଲେ ତା ପରଦିନ ଦ୍ଵିତୀୟ ପ୍ରଶ୍ନ ମତେ ଦେଖେଇ ପାରିବ? ରାମକୃଷ୍ଣ କହିଲେ ହଁ ନିଶ୍ଚିତ ଭାବରେ। ତାଙ୍କର ଆଜ୍ଞା ଚକ୍ରକୁ ସ୍ପର୍ଶ କଲେ ଏବଂ ସେତେବେଳେ ତ ବିବେକାନନ୍ଦ ତାଙ୍କ ନାଁ ନଥିଲା ନରେନ। ଯେତେବେଳେ ନରେନ୍ଦ୍ର ଚିତ୍କାର କରି ଉଠିଲେ ତମେ କଣ କରୁଛ? ଆରେ ମୁଁ ନରେନ୍ଦ୍ର। ମୁଁ ଅମୁକଙ୍କର ପୁତ୍ର ବିଶ୍ଵନାଥ ଦତ୍ତଙ୍କର ପୁତ୍ର। ତମେ ମତେ କୁଆଡେ ଫୋପାଡି ଦଉଛ? ଏବଂ ରାମକୃଷ୍ଣ ପୁଣି ଆଉ ଥରେ ସ୍ପର୍ଶ କରି କହିଲେ ଆଜି ଏତିକି ଥାଉ। କଣ ସେ ଘଟଣାଟା ଥିଲା ଯାହା ନରେନ୍ଦ୍ରଙ୍କୁ ବିବେକାନନ୍ଦରେ ରୂପାନ୍ତରିତ କଲା? କଣ ସେ ଘଟଣା ଥିଲା? ସେ ଘଟଣା ଥିଲା ଜଣେ ଜ୍ଞାନୀ ଗୁରୁଙ୍କର ସେଇ ସ୍ପର୍ଶ ଯାହା ସମସ୍ତ ଅଜ୍ଞାନତାକୁ ଦୂର କରିଦିଏ। ଆଉ ଅନ୍ତରରେ ଜାଳିଦିଏ ଜ୍ଞାନର ବହ୍ନି। ସତ୍ୟର ମାର୍ଗକୁ ଯିଏ ସିଧାସଳଖ ଦେଖେଇ ଦିଏ ଆଉ ଏ ସଂସାରର ଯୋଉ ଜାଗତିକ ସତ୍ୟ ତାର ପ୍ରଲୋଭନରେ ତାର ମୁହଁରେ ଆତ୍ମା ଆଉ କେବେ ହେଲେ ଭ୍ରମିତ ହୁଏ ନାହିଁ କେବେ ହେଲେ ଭ୍ରମିତ ହୁଏ ନାହିଁ। ଯିଏ ସେ ସତ୍ୟକୁ ଦେଖିଛି ଆଉ ଚିହ୍ନିଛି ଥରେ ମାତ୍ର ଜୀବନରେ। ଯିଏ ପ୍ରଭୁଙ୍କର ସ୍ପର୍ଶକୁ ପାଇଛି ହୃଦୟରେ। ତେଣୁ ଅସଂଖ୍ୟ ପ୍ରଜ୍ଞାବାଦୀ ମାନେ ଅଛନ୍ତି କାହିଁକି ନା ସେମାନେ ତାହାକୁ ଉପଲବ୍ଧି କରିନାହାନ୍ତି। କିନ୍ତୁ ଶାସ୍ତ୍ର ଜ୍ଞାନ ଅଛି ଶାସ୍ତ୍ର ଜ୍ଞାନ ପଢି ଘୋଷି ଜାଣି ସେମାନେ କଥା କହନ୍ତି। ତେଣୁ ଅର୍ଜୁନକୁ ଏଠି ଭଗବାନ କହୁଛନ୍ତି ତୁମେ ପ୍ରଜ୍ଞାବାଦୀ ଭଳି କଥା କହୁଛ। ଏଇ ଯୋଉ ପ୍ରଜ୍ଞାବାଦର କଥା ଅନେକ ସାଧକ ଯୋଉମାନଙ୍କର ଜ୍ଞାନର ପିପାସା ଥାଏ ସେ ମାର୍ଗରେ ଯୋଉମାନେ ଗମନ କରନ୍ତି ଜ୍ଞାନ ଅର୍ଜନ କରିବାର ଯୋଉ ଥାଏ ପ୍ରଚଣ୍ଡ ଉତ୍ସାହ ସେ ଜ୍ଞାନ ଉପଲବ୍ଧି ଆଡକୁ ତାହା ଯାଏ ନାହିଁ ଯଦି ପିପାସା ବଢି ଚାଲେ ତାହେଲେ ଜଣେ ଗ୍ରନ୍ଥରୁ ଗ୍ରନ୍ଥ ଅସଂଖ୍ୟ ଗ୍ରନ୍ଥ ଅଧ୍ୟୟନ କରେ ଏବଂ ଯେତେ ଅଧ୍ୟୟନ କରେ କଣ ହୁଏ ଯଦି ଗୁରୁଙ୍କର କୃପା ନଥାଏ ଗୁରୁଙ୍କର ସ୍ପର୍ଶ ନଥାଏ ଗୁରୁଙ୍କ ଦ୍ଵାରା ତାଙ୍କ ଜୀବନ ପରିଚାଳିତ ହେଉନଥାଏ ତାହେଲେ ସେମାନେ ଅଧିକରୁ ଅଧିକ ଭ୍ରମିତ ହୁଅନ୍ତି ଶାସ୍ତ୍ର ଜ୍ଞାନ ଦ୍ୱାରା। କାରଣ ଜ୍ଞାନର ଗୋଟିଏ ହଉଛି ଉଦ୍ଦେଶ୍ୟ ସେ ଉଦ୍ଦେଶ୍ୟ ହେଲା ଅଜ୍ଞାନତାକୁ ଅତିକ୍ରମ କରିବା। ଅଜ୍ଞାନତା କଣ ନା ଯେତେ ଦ୍ୱେଦ ରହିଛି ସଂସାରରେ ଡିଭିଜନ ସେଗୁଡିକ ହେଲା ଅଜ୍ଞାନତା। ଜ୍ଞାନ କଣ ଜ୍ଞାନ ହଉଛି ୟୁନିଫିକେସନ ଜ୍ଞାନ ହଉଛି ଏକତ୍ବ।
ଆଉ ଯେତେବେଳେ ଏକତ୍व ହେଇଯାଏ ମଣିଷ ଭିତରେ କୌଣସି ଦ୍ୱନ୍ଦ୍ୱ ରହେ ନାହିଁ। ତେଣୁ ଅର୍ଜୁନ ଠିଆ ହେଇଛନ୍ତି କୋଉଠି? ଦୁଇ ସେନୟୋର ଭୟୋର ମଧ୍ୟରେ, ଦୁଇଟି ସେନା ମଧ୍ୟରେ ସେ ଠିଆ ହେଇଛନ୍ତି। ଏଇ ଦୁଇଟି ସେନା କଣ? ଅଜ୍ଞାନତା ଆଉ ଜ୍ଞାନ ମଧ୍ୟରେ ଯୋଉ ଚେତନାଟି ରହିଛି ମଝି ମଝିଆ ଅଳ୍ପ ଟିକେ ସ୍ଥାନ, ସେଇ ଭିତରେ ଅର୍ଜୁନ ଠିଆ ହେଇଛନ୍ତି। ଏବଂ ସେ କାହାକୁ ଦେଖୁଛନ୍ତି ତାଙ୍କ ସମ୍ମୁଖରେ? କୌରବ ମାନଙ୍କୁ ଦେଖୁଛନ୍ତି ତାଙ୍କ ସମ୍ମୁଖରେ। ଏବଂ କୌରବ ମାନଙ୍କର ସେମାନେ କାହାର ପ୍ରତିନିଧିତ୍ୱ କରୁଛନ୍ତି? ନା ଅଜ୍ଞାନତାର ପ୍ରତିନିଧିତ୍ୱ କରୁଛନ୍ତି, ଅନ୍ଧକାରର ପ୍ରତିନିଧିତ୍ୱ କରୁଛନ୍ତି, ହିଂସାର, ଜଘନ୍ୟତାର, ଅସତ୍ୟର, ଅଧର୍ମର ପ୍ରତିନିଧିତ୍ୱ କରୁଛନ୍ତି। ଆଉ ତାଙ୍କ ପ୍ରତି ଅର୍ଜୁନ କାହିଁକି ମୋହଗ୍ରସ୍ତ ହେଇଛନ୍ତି? ତାର କାରଣ ହେଲା ନା ଅନ୍ତରରେ ସେହି ସତ୍ୟକୁ ସେ ଆହୁରି ଉପଲବ୍ଧି କରିନାହାନ୍ତି, ଯାହାକୁ ସେ ବାହାରେ ଖୋଜୁଛନ୍ତି। ବାହାରେ ଯୋଉ ପର୍ଯ୍ୟନ୍ତ ମଣିଷ ବାହାରେ ଖୋଜୁଛି ସେଇ ସତ୍ୟକୁ, ଆଉ ଅନ୍ତରରେ ତାଙ୍କର ସ୍ପର୍ଶ ଅନ୍ତର୍ଯ୍ୟାମୀଙ୍କର ଠାବ କରି ନାହିଁ, ତାଙ୍କର ସ୍ପର୍ଶ ପାଇ ନାହିଁ, ସେ ଭ୍ରମିତ ହବାଟା ନିଶ୍ଚିତ। ତେଣୁ ଅର୍ଜୁନ ଏଠି ଯେତେ ଜ୍ଞାନ ପଢିଛନ୍ତି ଏପର୍ଯ୍ୟନ୍ତ, ଯେତେ ଜ୍ଞାନ ହାସଲ କରିଛନ୍ତି, ସେ ଜ୍ଞାନ କହୁଛନ୍ତି, କିନ୍ତୁ ସେଥିରେ ତାଙ୍କର କୌଣସି ଯାହାକୁ କୁହନ୍ତି ଆୱାଜ, ଯୋଉଟା କି ବହୁତ ଶବ୍ଦ କରେ, କିନ୍ତୁ ସେଥିରେ ମଣିଷ ଦିଗହରା ହୁଏ, ଦିଗ ପାଏ ନାହିଁ। ଆଉ ଗୋଟିଏ କଥା ହେଲା ଏଠି ଅଛି, ଗତାସୁନ ଅଗତାଂ ସୁଶ୍ଚ। ଏଇ ଶବ୍ଦ ଯୋଉ କଥାଟି କୁହାହେଲା, ଏଇ ଯୋଉ ଯାହା ଗତ ହେଇଛି, ମାନେ ଗତ ହେଇଛି ମାନେ ଯୋଉମାନେ ଚାଲି ଯାଇଛନ୍ତି ପୃଥିବୀରୁ, ଯୋଉମାନେ ମୃତ ବ୍ୟକ୍ତି, ଆଉ ଅଗତାସୁଶ୍ଚ ଯୋଉମାନେ ଜୀବିତ ଅଛନ୍ତି ଏ ସଂସାରରେ। ଯୋଉମାନେ ମୃତ ଆଉ ଯୋଉମାନେ ଜୀବିତ, ଏ ଉଭୟଙ୍କ ପାଇଁ ପଣ୍ଡିତ ମାନେ ଶୋକ କରନ୍ତି ନାହିଁ। ଏଠି ପଣ୍ଡିତ ମାନେ କିଏ? ନା ପଣ୍ଡିତ ଏଠି ନଲେଜ ନୁହେଁ, ୱିଜଡମ, ପ୍ରଜ୍ଞା। ପ୍ରଜ୍ଞା ଶବ୍ଦ ଏଠି ପ୍ରଜ୍ଞାବାଦ କହିଲେ ଆମେ ଜାଣିଲେ ଯେ ପୂର୍ଣ୍ଣ ନଲେଜ ନାହିଁ। ପ୍ରଜ୍ଞାବାଦ ଯେତେବେଳେ ହେଇଗଲା, ବାଦ ଶବ୍ଦ ସବୁବେଳେ ଗୁରୁତ୍ୱପୂର୍ଣ୍ଣ। ଇଜ ବାଦ ଯେତେବେଳେ ହେଇଗଲା ମାନେ ସେହି ଭଳିଆ କଥାଟି, ସେହି ଭଳିଆ ଏବାଉଟ ଟ୍ରୁଥ ନଟ ଦ ଟ୍ରୁଥ, ଏବାଉଟ ଟ୍ରୁଥ, ଏବାଉଟ ନଲେଜ ନଟ ଦ ଟ୍ରୁଥ। ତେଣୁ ତୁମେ ଯୋଉ ପର୍ଯ୍ୟନ୍ତ ଜିନିଷଟିକୁ ଦେଖୁଛ, ତୁମେ ଦ୍ରଷ୍ଟା ଦୃଶ୍ୟକୁ ଦେଖୁଛ, କିନ୍ତୁ ତୁମେ ଯେତେବେଳେ ସ୍ଵୟଂ ଦୃଶ୍ୟ ସହିତ ଏକୀଭୂତ ହେଇଯିବ, ସେତେବେଳେ ତୁମେ ସ୍ୱୟଂ ତାହାକୁ ଉପଲବ୍ଧି କରିବ। ତୁମେ ଆଉ ତାକୁ ଦେଖିବ ନାହିଁ, ମାନେ ଇନ୍ଦ୍ରିୟ ଗୋଚର ନୁହେଁ। You will enter into your inner consciousness and you will realize the truth from that point, not from mind, not from हाँ हाँ तत्वदर्शी। हाँ तत्वदर्शी ମାନେ ଆଟଲିଷ୍ଟ ଯୋଉମାନେ ଆତ୍ମାର ସ୍ପର୍ଶ ପାଇଛନ୍ତି। ଏବେ ତ ଆମେ ସାଙ୍ଗେ ସାଙ୍ଗେ କହିପାରିବାନି ଯେ those are definitely self realized, at least self ର ଟଚ୍ ଯୋଉମାନେ ପାଇଛନ୍ତି, ସେମାନେ ହିଁ ସତ୍ୟକୁ ଜାଣନ୍ତି। କାହିଁକି ସେମାନେ କଣ ଜାଣନ୍ତି? ନା ଆତ୍ମା ହିଁ ସତ୍ୟ। ଜୀବିତ ଆଉ ମୃତ ଏସବୁ ହଉଛି କେବଳ ଶରୀରର କଥା, ଏବଂ ତାହା ସତ୍ୟ ନୁହେଁ। ପରବର୍ତ୍ତୀ ଏଇ ଯୋଉ କଥାଟି ଆସିଲା, ଏଇ ଯୋଉ ଅସତ୍ୟ ଆଉ ସତ୍ୟର କଥାଟି ଆସିଲା, ଏଠି ବୃହଦାରଣ୍ୟକ ଉପନିଷଦର ଗୋଟେ ଅଦ୍ଭୁତ ମନ୍ତ୍ର ଅଛି, ଯୋଉଟା କି ପ୍ରାୟ ସମସ୍ତେ ଜାଣିଥିବେ। ସେଠି ହେଲା ଅଶ୍ୱତୋ ମା ସଦ୍ଗମୟ, ତମସୋ ମା ଜ୍ୟୋତିର୍ଗମୟ, ମୃତ୍ୟୁ ମା ଅମୃତ ଗମୟ। ଓಂ ଶାନ୍ତି ଶାନ୍ତି ଶାନ୍ତି। ଏଇ ଯୋଉ ଉପନିଷଦଟି ପ୍ରାୟ ସମସ୍ତେ ଆମେ ପ୍ରତ୍ୟହ ଆମର ପ୍ରାର୍ଥନା ସମୟରେ ଏଟାକୁ ବୋଲିଥାଉ, ପଢିଥାଉ ବା ପ୍ରାର୍ଥନା କରିଥାଉ, ଯେ ସତ୍ୟରୁ ଆମକୁ ଅସତ୍ୟରୁ ଆମକୁ ସତ୍ୟ ଆଡକୁ, ଅନ୍ଧକାରରୁ ଆମକୁ ଆଲୋକ ଆଡକୁ, ଆଉ ମୃତ୍ୟୁ ଲୋକରୁ ଆମକୁ ଅମୃତତ୍ୱ ଆଡକୁ ଆମକୁ ତୁମେ show the path, lead our life, lead our consciousness। କିନ୍ତୁ ଶ୍ରୀ ଅରବିନ୍ଦଙ୍କର ତତ୍ଵ ଆହୁରି ଅଧିକ, ଆହୁରି ଗଭୀର। ଶ୍ରୀ ଅରବିନ୍ଦଙ୍କର ସମଗ୍ର ଚେତନାର ରାଜ୍ୟରେ କୋଉଠି ଅସତ ନାହିଁ, କୋଉଠି ଅନ୍ଧକାର ହିଁ ନାହିଁ, ଅସ୍ତିତ୍ବ ନାହିଁ ତାର।
ତେଣୁ ଶ୍ରୀଅରବିନ୍ଦଙ୍କ ଚେତନାର ରାଜ୍ୟ ଜଣେ ସାଧକ ଯେତେବେଳେ ପହଞ୍ଚେ ସେଠି ଯାଇକି ସେ କଣ ତାର ଯାତ୍ରା କୋଉଠୁ ଆରମ୍ଭ ହୁଏ ନା ଆଲୋକରୁ ପରମ ଆଲୋକ, ସତ୍ୟରୁ ପରମ ସତ୍ୟ ଏବଂ ତାର ଯାତ୍ରାର ଆରମ୍ଭ ହଉଛି ଅମୃତତ୍ଵ ମଧ୍ୟରୁ, ମୃତ୍ୟୁରୁ ନୁହେଁ ଅମୃତତ୍ଵ ମଧ୍ୟରୁ। କାହିଁକି ନା ସେଇ ଯୋଉ ପରମ ସତ୍ୟଟି କଥା ସେ କହୁଛନ୍ତି ଅତି ମାନସର କଥା, ସେ ଅତି ମାନସ ସତ୍ୟର ଉପଲବ୍ଧି ହବ ସେତିକି ବେଳେ, ମାନେ ଜଣେ ଯାତ୍ରା ଆରମ୍ଭ କରିବ ଯେତେବେଳେ ଜଣେ ଆତ୍ମାକୁ ଉପଲବ୍ଧି କରିଛି। ସାଇକିକ ରିଅଲାଇଜେସନ ପରେ ହିଁ, ସାଇକିକ ରିଅଲାଇଜେସନ ପୂର୍ବରୁ ନୁହେଁ, ହେଇପାରିବ ନାହିଁ। ତେଣୁ ଅର୍ଜୁନକୁ ଭଗବାନ ଏଠି ଏଇ କଥାଟି କହିବାର ଉଦ୍ଦେଶ୍ୟ ହେଲା ଯେ ଅର୍ଜୁନ ମୁହୂର୍ତ୍ତକ ପାଇଁ ଯୋଉ ମୋହଗ୍ରସ୍ତ ହେଇଛନ୍ତି, ମୋହଗ୍ରସ୍ତ ହେଇଛନ୍ତି, ସେ ମୋହକୁ ସେ ନିଜ ଭିତରେ ଦେଖିପାରିବେ, ଚିହ୍ନି ପାରିବେ। ନିଜ ଭିତରର ଯୋଉ ଲିମିଟେସନ, ସେ ଲିମିଟେସନ କୁ ଯଦି ମଣିଷ ଦେଖି ନପାରେ ତାକୁ ଅତିକ୍ରମ କରିବ କେମିତି? ତେଣୁ ଆଗେ ଅତିକ୍ରମ କରିବାକୁ ହେଲେ ଆଗେ ପ୍ରଥମେ ତୁମକୁ ଆଇଡେଣ୍ଟିଫାଏ କରିବାକୁ ହବ, ନିଜ ଭିତରେ ତାକୁ ଚିହ୍ନିବାକୁ ହବ। ଦିସ୍ ଇଜ ଇଲ୍ୟୁଜନ, ଦିସ୍ ଇଜ ଡିଲ୍ୟୁଜନ, ଦିସ୍ ଇଜ ନଟ ଟ୍ରୁଥ। ଯୋଉଟାକୁ ସେ ଟ୍ରୁଥ ବୋଲି ଭାବିକି ଦୃଢତାର ସହିତ ଭଗବାନଙ୍କୁ କହୁଛନ୍ତି ମୁଁ ଯୁଦ୍ଧ କରିବି ନାହିଁ। କାହିଁକି ଶ୍ରୀ ଅରବିନ୍ଦଙ୍କର ଯୋଉ ବ୍ୟାଖ୍ୟା ଗୀତା ସମ୍ପର୍କରେ ସମଗ୍ର ପୂର୍ଣ୍ଣାଙ୍ଗ ଜଗର ଯୋଉ ସ୍ଥିତିଟିକି, ଯୋଉ ପୃଷ୍ଠଭୂମିଟିକୁ ଶ୍ରୀ ଅରବିନ୍ଦ ପ୍ରସ୍ତୁତ କରିଛନ୍ତି, ତାର ମୂଳ ଜିନିଷଟି ହଉଛି ଗୀତା। କାହିଁକି ଏଠୁ ସେ ସ୍ଥିର କରି ଏଇ ଶାସ୍ତ୍ରଟିକୁ ସେ ରଖିଛନ୍ତି ପୃଷ୍ଠଭୂମିରେ, ଯେ ଏଇ ତତ୍ଵଟିକୁ ଯଦି ଜଣେ ଜାଣେ ତାହେଲେ ବେଦ, ଉପନିଷଦ ଏବଂ ସମଗ୍ର ଭାରତର ଦର୍ଶନ ଶାସ୍ତ୍ରର ସାର ନିର୍ଯାସକୁ ଜଣେ ବୁଝିବ ଏବଂ ତା ଭିତରେ ଯୋଉ ବେଳେ ବେଳେ ଯୋଉ ଦ୍ଵନ୍ଦ୍ୱ ସବୁ ରହିଛି ସେ ଦ୍ଵନ୍ଦ୍ୱକୁ ଅତିକ୍ରମ କରିବ ଏବଂ ସର୍ବୋପରି ଏ ସଂସାରର ଯୋଉ ସାର ନିର୍ଯାସ ହେଲେ ଭଗବାନ ବା ଦିବ୍ୟ ଚେତନା, ଦିବ୍ୟ ପ୍ରେମ ବା ପରମ ସତ୍ୟ, ସେଗୁଡିକୁ ସେ ତାର ଜୀବନର ରିଅଲିଟି ବା ବାସ୍ତବତା ରୂପରେ ଜଗତର ସେ ଗ୍ରହଣ କରିବ, ବରଣ କରିବ। ଆଉ ଯାହା ସବୁ ରହିଛି ଯୋଉ ତତ୍ଵ ଗୁଡିକ, ସେଗୁଡିକ କେବଳ ମଣିଷର ଆତ୍ମାକୁ କଣ କରନ୍ତି? ଭ୍ରମିତ କରନ୍ତି, ସତ୍ୟ ଦିଗରେ ବା ସତ୍ୟ ପଥରେ ପରିଚାଳିତ କରିବାରେ ସହାୟତା କରନ୍ତି ନାହିଁ। ତେଣୁ ଅର୍ଜୁନଙ୍କର ଯୋଉ ଦୁଃଖ, ଅର୍ଜୁନଙ୍କର ଯୋଉ ଦ୍ୱନ୍ଦ୍ୱ, ସେଇ ଦ୍ୱନ୍ଦ୍ୱ ଭିତରୁ ସେ ହାତ ଧରିକି ଧୀରେ ଧୀରେ ଉଠେଇବେ ଟୁୱାର୍ଡସ ଏକ ଆଲୋକିତ ରାଜ୍ୟ ମଧ୍ୟକୁ, ଚେତନାର ଏକ ଆଲୋକିତ ଜ୍ଞାନର ପରିବ୍ୟାପ୍ତ ବଳୟ ମଧ୍ୟକୁ। ଆଉ ଅର୍ଜୁନଙ୍କର ଯୋଉ ୱିକନେସ ରହିଛି, ଦୁର୍ବଳତା ରହିଛି, ସେ ଦୁର୍ବଳତା କଣ ନା ସେଟା ହଉଛି ଗୋଟେ ଏଥିକାଲ ବା ମୋରାଲ ୱିକନେସ। ଭଲ ଆଉ ମନ୍ଦର ଗୋଟେ ସାମାଜିକ ଯୋଉ ଏଥିକ୍ସ ରହିଛି, ସେ ଏଥିକ ବିଷୟରୁ ତାକୁ ଉଠେଇବେ କାହିଁକି ନା ଯଦି ଜଣେ ଏଥିକ୍ସ ଭିତରୁ ନ ଉଠେ ତାହେଲେ ଜଣେ ଆଧ୍ୟାତ୍ମିକ ଜଗତ ଭିତରେ ବା ଆଧ୍ୟାତ୍ମିକ ସତ୍ୟ ମଧ୍ୟରେ ପହଞ୍ଚି ପାରିବ ନାହିଁ, ବୁଝି ପାରିବ ନାହିଁ। କାରଣ ଏଇଟା ହଉଛି ଯୋଉ ଏଥିକ୍ସ ଟି ଥାଏ ତାହା ଦିଟା ଜିନିଷକୁ ନେଇକି ତିଆରି ହେଇଥାଏ। ଗୋଟିଏ ହେଲା ସମୟ, ଆଉ ଗୋଟିଏ ହେଲା ସେଇ ସମୟର ପାରିପାର୍ଶ୍ବିକ ପରିସ୍ଥିତି, ଯାହାକୁ ଆମେ କହିବା ପୃଷ୍ଠଭୂମି ବୋଲି। ତେଣୁ ସେଇଟିକୁ ଯଦି ଜଣେ ସତ୍ୟର ପରମ ସତ୍ୟର ଧାରା ବୋଲି କହେ, ତାହେଲେ ସେ କଣ ହବ ନା ସମୟର ଉର୍ଦ୍ଧ୍ୱକୁ ଯାଇପାରିବ ନାହିଁ। ଆଉ ପ୍ରକୃତ କଥା ହେଲା ଯେତେବେଳେ ଜଣେ ଆତ୍ମସ୍ଥ ହୁଏ ବା ଆତ୍ମ ଉପଲବ୍ଧି କରେ, ସେ ଦୁଇଟି ଜିନିଷକୁ ଟ୍ରାନ୍ସେଣ୍ଡ କରେ, ଗୋଟିଏ ହେଲା ଟାଇମ ଆଉ ଗୋଟିଏ ହେଲା ସ୍ପେସ। ଏଇ ଜଗତ, ଏଇ ଯୋଉ ସ୍ଥିତିଟି ରହିଛି ବର୍ତ୍ତମାନ ପୃଷ୍ଠଭୂମିରେ ଯୋଉଠି ଆମେ ଶରୀର ଧାରଣ କରି ରହିଛୁ ଏବଂ ଯୋଉ ସମୟ, ସେ ଉଭୟକୁ ଜଣେ ଟ୍ରାନ୍ସେଣ୍ଡ ଇଟରନାଲ ବା ଇମୋର୍ଟାଲିଟି ଭିତରକୁ ଏଣ୍ଟ୍ରି କରିବ ବା ପ୍ରବେଶ କରିବ। ଅର୍ଜୁନଙ୍କର ଦୁଃଖର ଯୋଉ କାରଣ, ଯୋଉ ମୋହ, ସେ ମୋହଟି ଭଙ୍ଗ ନହେଲା ପର୍ଯ୍ୟନ୍ତ, ମୋହ ଭଙ୍ଗ ନହବା ପର୍ଯ୍ୟନ୍ତ ଜ୍ଞାନର ପ୍ରାପ୍ତି ହେଇପାରିବ ନାହିଁ। ତେଣୁ ଜ୍ଞାନ ଦବା ପୂର୍ବରୁ ଭଗବାନ ବାରମ୍ବାର ତାଙ୍କୁ ଟିକେ ଟିକେ ଅଳ୍ପ ଅଳ୍ପ କରି ଆଘାତ କରୁଛନ୍ତି। ଆଘାତ ଟା କଣ? ଆଘାତ ଟା ହଉଛି, ତମେ କେବେ ଦେଖିଛ କି ସେ ଯୋଉ ଗୁଆ କାତିରେ ଗୁଆକୁ କାଟନ୍ତି, ଦେଖିଛ ସେ ଗୁଆ କାତି? ଆଉ ଗୋଟେ ବି ଯୋଉ ଅଖରୋଟ ରହିଛି, ସେ ଅଖରୋଟ କୁ ବି ଭାଙ୍ଗନ୍ତି, ଯେମିତି ଉପର ସେଲ ଟା ଭାଙ୍ଗିଯିବ କିନ୍ତୁ ଭିତରର ସେ ନଟ୍ସ ଟି ବାହାରି ଆସିବ। ଟିକେ ଟିକେ କରି ଚାପ ଦବାକୁ ପଡେ, ଯେମିତି ଭିତର ଟା ଗୁଣ୍ଡ ହବନି, ଅକ୍ଷତ ଅବସ୍ଥାରେ ରହିବ, ଉପର ସେଲ ଟା ଆବରଣ ଟା ଭାଙ୍ଗିଯିବ। ତେଣୁ ଭଗବାନ ଯୋଉ ଆବରଣ ଟା ଅର୍ଜୁନଙ୍କର କଣ ନା ଅହଙ୍କାର ଆଉ ଅଜ୍ଞାନତା। ତେଣୁ ଭଗବାନ ଅଳ୍ପ ଅଳ୍ପ ଆଘାତ ଦେଇକି ସେଟାକୁ ଭାଙ୍ଗୁଛନ୍ତି, ଯେମିତି
କ୍ଲିବ ବୋଲି କହିଲେ, ଖାପୁରୁଷ ବୋଲି କହିଲେ, ଅନାର୍ଯ୍ୟ ବୋଲି କହିଲେ, ତାପରେ ଏବେ କହୁଛନ୍ତି ତମେ ଗୋଟେ ପ୍ରଜ୍ଞାବାଦୀ ଭଳି କଥା କହୁଛ, ଆଉ ତୁମେ ପ୍ରକୃତରେ ତୁମର ଜ୍ଞାନ ନାହିଁ, ଏସବୁ କହି ଧୀରେ ଧୀରେ ଚାପ ଦଉଛନ୍ତି ଯେମିତି ସେଠି ଭାଙ୍ଗିଯିବ ଏବଂ ଅର୍ଜୁନ ପ୍ରସ୍ତୁତ ହେବେ ଆତ୍ମଜ୍ଞାନ ଲାଭ କରିବା ଲାଗି। ପରବର୍ତ୍ତୀ ଶ୍ଲୋକଟି ହଉଛି ନତ୍ୱେବାହଂ ଜାତୁ ନାସଂ ନତ୍ୱଂ ନେମେ ଜନାଧିପଃ न चैव न भविष्यामः सर्वे वयमतः परम। ଅର୍ଜୁନଙ୍କର ଶ୍ରୀ ଅରବିନ୍ଦ ଯୋଉ କଥା ଟିକେ କହୁଛନ୍ତି ଅର୍ଜୁନଙ୍କର ଏଠି କଣ ନା the error is to mistake the outward man for the soul। ଏଇ ଯୋଉ ଜଗତକୁ ଆମେ ଦେଖୁ, ଯୋଉ ବ୍ୟକ୍ତିତ୍ୱ ସବୁକୁ ଦେଖୁ, ବାହ୍ୟ ବ୍ୟକ୍ତିତ୍ୱ, ବାହ୍ୟ ପର୍ସନାଲିଟି, ସେଟାକୁ ଆମେ କଣ ବୋଲି ଆତ୍ମା ବୋଲି ଭାବିଥାଉ ଏବଂ ସେଟା ପ୍ରକୃତରେ ଆତ୍ମା ନୁହେଁ। ତେଣୁ ଭଗବାନ କହୁଛନ୍ତି ଯେ ଏଇ ଯୋଉ ତମେ ଯୋଉ ଦେଖୁଛ, ଏଇ ଯୋଉ ରାଜା ମାନଙ୍କୁ ତମ ସମ୍ମୁଖରେ ସବୁ ଠିଆ ହେଇଛନ୍ତି, ଯୋଉମାନଙ୍କ ମୃତ୍ୟୁ ପାଇଁ ତୁମେ ଏତେ କାତର ହେଉଛ, ଯୋଉମାନଙ୍କୁ ହରାଇବା ପାଇଁ ତୁମେ ଏତେ ବ୍ୟଥିତ ହେଉଛ, ଏମିତି ନୁହଁ ଯେ ସେମାନେ କେବେ ନଥିଲେ। ନତ୍ୱେବାହଂ ଜାତୁ ନାସଂ ନତ୍ୱଂ ନେମେ ଜନାଧିପଃ। ଜନାଧିପଃ ମାନେ ଏଇ ଯୋଉ ରାଜା ମାନେ ସବୁ, ତମ ସମ୍ମୁଖରେ ଯୋଉ ଯୋଦ୍ଧା ବୀର ମାନେ ଠିଆ ହେଇଛନ୍ତି। ଆଉ ଏଇଟା ବି ନୁହେଁ ନଚୈବଂ ନ ଭବିଷ୍ୟାମ ସର୍ବେ ବୟମତଃ ପରମ୍। ବୟମତ ମାନେ ଆମେ ସମସ୍ତେ, ଏହା ବି ନୁହେଁ ଯେ ଭବିଷ୍ୟତରେ ସେମାନେ ବି ରହିବେ ନାହିଁ, ଏୟା ବି ନୁହେଁ। ସମସ୍ତେ ଅତୀତରେ ଥିଲେ, ଏବେ ଅଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ରହିବେ। ଏଇ ଯୋଉ ଶ୍ଲୋକଟି, ଏହି ଶ୍ଲୋକଟି ଗୋଟିଏ ସ୍ଥିତିରୁ ଆଉ ଏକ ସ୍ଥିତିକୁ ଅର୍ଜୁନକୁ ଭଗବାନ ନଉଛନ୍ତି। ପ୍ରଥମ ଭର୍ଷଟି ଯୋଉ ପ୍ରଥମ ଭର୍ଷଟି ଭଗବାନ ଏଠି କହିଲେ, ଏଠି ସେ ଅଜ୍ଞାନତା ଭିତରୁ ଉର୍ଦ୍ଧ୍ୱକୁ ନଉଛନ୍ତି। ଏବେ ଯୋଉ ଶ୍ଲୋକଟିକି କହିବେ ସେଠି ସେ ଏଭଳି ଏକ ଅସ୍ତିତ୍ୱଟିକୁ ମଣିଷ ତାଙ୍କ ଅର୍ଜୁନଙ୍କ ଆଗରେ ଖୋଲି ଧରୁଛନ୍ତି, ସେଟା ହେଲା ଯେ ଗୋଟେ ହଉଛି ଇଟରନାଲ ଇଣ୍ଡିଭିଜୁଆଲିଟି, ଯୋଉଟା କି କେବେ ହେଲେ ନଷ୍ଟ ହୁଏ ନାହିଁ। ବେଦାନ୍ତରେ ଆଉ ବିଶିଷ୍ଟ ଦ୍ୱୈତରେ ଅଦ୍ୱୈତରେ ଯୋଉ ତତ୍ଵଟି ଅଛି ତାକୁ ବି ମଧ୍ୟ ଟିକେ ମୁଁ ଟଚ୍ କରିବି, କିନ୍ତୁ ଏଠି ସେ ସାବିତ୍ରୀ ଯୋଉଟାକୁ ଭଗବାନ କହୁଛନ୍ତି ପ୍ରଭୁ, ଏ ହେଲ୍ପଲେସ୍ ମାଇଣ୍ଡ ଗ୍ରିଭିଂ ଫର ଇଟ୍ସ ଲଷ୍ଟ ଡ୍ରିମ୍ mistook the shadow for the eternal self। ଅର୍ଜୁନଙ୍କର ସେଇ ସ୍ଥିତିଟି ଅଛି ଯେ ସେ କଣ ଭୁଲ କରୁଛନ୍ତି, କେମିତି ଦେଖୁଛନ୍ତି ନା ଯୋଉ ମଣିଷର ଛାୟା ବ୍ୟକ୍ତିତ୍ୱଟାକୁ ସେ ଇଟରନାଲ ବା ଶାଶ୍ୱତ ସତ୍ତା ରୂପରେ ଗ୍ରହଣ କରିଦେଇଛନ୍ତି, ସେଥିପାଇଁ ତ ଦୁଃଖରେ କାତର ହଉଛନ୍ତି। ତେଣୁ ଭଗବାନ ଏଠି କଣ କଲେ, ଦେଖିଲେ ଯେ ଗୋଟେ ପର୍ସନାଲିଟି, ଏହା ପୂର୍ବରୁ ଶ୍ରୀ ଅରବିନ୍ଦଙ୍କ ପୂର୍ବରୁ ଯେତେ ଯେତେ ଶାସ୍ତ୍ର ମାନେ ଅଦ୍ୱୈତ ବେଦାନ୍ତ କେବଳ ବିଶିଷ୍ଟ ଦ୍ୱୈତ ବେଦାନ୍ତକୁ ଛାଡିଦେଲେ, ବିଶିଷ୍ଟ ଦ୍ୱୈତକୁ ଛାଡିଦେଲେ, ଏହା ପୂର୍ବରୁ ଆଉ କେହି କହିନଥିଲେ ସେଇ ତତ୍ଵଟିକୁ। ସେ ତତ୍ଵଟି କଣ ନା ଏଇ ଜଗତ ହଉଛି ସତ୍ୟ, ବ୍ରହ୍ମ ସତ୍ୟ ଜଗନ୍ ମିଥ୍ୟା। ଏଇଟା ହେଲା କାହାର ତତ୍ଵ? ଶଙ୍କରାଚାର୍ଯ୍ୟଙ୍କର ତତ୍ଵ। କିନ୍ତୁ ରାମାନୁଜଙ୍କର ତତ୍ଵ ହେଲା, ଯୋଉଟା କି ଆମର ଇଣ୍ଟିଗ୍ରାଲ ଯୋଗର ତତ୍ଵଟି ହଉଛି ଭେରି କ୍ଲୋଜ, ମୋଷ୍ଟଲି ଭେରି କ୍ଲୋଜ। ସେଇଟା ହେଲା ଯେ ବ୍ରହ୍ମ ସତ୍ୟ ଜଗତ ସତ୍ୟ। କାହିଁକି ନା ବ୍ରହ୍ମ ସତ୍ୟ ଜଗତ ସତ୍ୟ, କାହିଁକି ନା ସତ୍ୟ ଭିତରୁ ଅସତ୍ୟର ଉତ୍ପତ୍ତି ହେଇପାରିବ ନାହିଁ। ତେଣୁ ଜୀବ, ଜଗତ ଏବଂ ବ୍ରହ୍ମ ଏସବୁ ହଉଛନ୍ତି ସତ୍ୟ। ଏଇ କଥାଟିକୁ ବୁଝିବା ପାଇଁ ରାମକୃଷ୍ଣ ଗୋଟେ ଅଦ୍ଭୁତ ଉଦାହରଣ ଦେଇଛନ୍ତି, ଅଦ୍ଭୁତ ଉଦାହରଣ ଦେଇଛନ୍ତି। ସେ କହିଛନ୍ତି ଆରେ ଦେଖ, ଥରେ ତାଙ୍କର ଶିଷ୍ୟ ଜଣେ ପଚାରିଲେ ଯେ ଏଇ ତତ୍ଵଟା କଣ ଶଙ୍କରଙ୍କର ତତ୍ଵ, ଆଉ ଏଥିରେ ଆପଣଙ୍କର ମତ କଣ, ଜଗତ ମିଥ୍ୟା। ସେ କହିଲେ ଦେଖ, ଯଦି ତୁ ବେଲର ଶସ ପିଇବୁ, ଶସ ମାନେ ବେଲର ରସଟାକୁ ଯୋଉଟା ଆମେ ସରବତ କରିକି ଖାଉ, ବେଲର ଶସ ଯଦି ନବୁ ତୁ କଣ କରିବୁ? ତୁ କଣ ସେ ଶସକୁ ତତେ କିଏ ଦବ? ତତେ ବେଲଟାକୁ ଓଜନ କରିବୁ, ସେଥିରେ ଚୋପା ବି ରହିବ, ତା ଭିତରେ ଖତା ବି ଯୋଉ ରହିବ, ମଞ୍ଜି ବି ରହିବ, ସେ ସବୁକୁ ତୁ ଆଣିବୁ, କିନ୍ତୁ ତୁ ତାକୁ ପ୍ରୋସେସ କରି ବାହାର କରିକି ଶସଟା ଖାଇବୁ। କିନ୍ତୁ ତତେ ସବୁକୁ ଗ୍ରହଣ କରିବାକୁ ପଡିବ ନା, ଶସଟା କିଏ ଖାଲି କାଢିକି ଦବ, କେବଳ ପଲ୍ପ କିଏ ଦବ ନା, ତା ସାଙ୍ଗେ ମଞ୍ଜି ଥିବ, ଅଠା ଥିବ, ସେ ଖଦା ଗୁଡାକ ବି ଥିବ, ତାର ଚୋପା ବି ଥିବ, ସବୁକୁ ତତେ ଗ୍ରହଣ କରିକି ଆଣିବାକୁ ପଡିବ। କାହିଁକି ନା ଏ ସମଗ୍ର ବ୍ରହ୍ମଙ୍କ ଠାରୁ ସୃଷ୍ଟି ହେଇଥିବା ସମଗ୍ର ଜଗତ ହଉଛି ତାଙ୍କର ଅଦ୍ଭୁତ ଲୀଳା। ତୁ ଯଦି ସମଗ୍ରକୁ
ଏବଂ ଗୀତାରେ ବାରମ୍ବାର ଶ୍ରୀ ଅରବିନ୍ଦ ଏଇ ଶ୍ଲୋକଟିକୁ ମଧ୍ୟ ବାରମ୍ବାର ଉଦାହରଣ ଦେଇଛନ୍ତି। ସମଗ୍ର ମାଂ ଜ୍ଞାତୁମ, ତୁମେ ସମଗ୍ର ରୂପରେ ମତେ ଜାଣିବ। ଅର୍ଜୁନକୁ ସେ କଥା ଶ୍ରୀକୃଷ୍ଣ କହୁଛନ୍ତି, ସମଗ୍ର ରୂପରେ ତୁମେ ଜାଣିବ। ସମଗ୍ର କଣ? ସମଗ୍ର ହେଲା ଯୋଉଠିକି କିଛି ଡିଭିଜନ ଆଉ ତା ଭିତରେ ନଥିବ। You will accept the whole. Why? Because you will become the whole. ତୁମେ ସେ ତାହା ହିଁ ହେଇ ଉଠିବ। ତୁମେ ସମ୍ପୂର୍ଣ୍ଣ ରୂପରେ ତୁମ ଚେତନା ବିଶ୍ୱାୟିତ ହବ ଏବଂ ସେ ବିଶ୍ୱ ଭିତରେ, ତୁମ ଭିତରେ, ଏ ସମଗ୍ର ବିଶ୍ୱ ଭିତରେ କାହାକୁ ତୁମେ ଦର୍ଶନ କରିବ? ବାସୁଦେବ ସର୍ବମିତି ସମହାତ୍ମା ସୁଦୁର୍ଲଭ। ତୁମେ ସର୍ବତ୍ର ତାଙ୍କୁ ହିଁ ଦର୍ଶନ କରିବ ଆଉ ସେ ହିଁ ପରିପୂର୍ଣ୍ଣ ହେଇ ରହିଛନ୍ତି। ଯେତେବେଳେ ତୁମେ ତାଙ୍କୁ ହିଁ ଦର୍ଶନ କରିବ ସେତେବେଳେ ଆଉ ଦୁଃଖ ଶୋକ ରହିବ କି? ରହିବ ନାହିଁ। ଦୁଃଖ ଶୋକ କୋଉ ପର୍ଯ୍ୟନ୍ତ ଅଛି? ବିକଜ ଅଫ ଦ ଡିଭାଇଡେଡ ଇଣ୍ଡିଭିଜୁଆଲ ସୋଲ, ଯୋଉଠୁ ଫିଅର ସୃଷ୍ଟି ହଉଛି। କାରଣ ଆମ ଭିତରେ ସବୁବେଳେ ଭୟ ରହୁଛି, କିଛି ହରେଇବାର ଭୟ ରହୁଛି। ତେଣୁ ଭଗବାନ ଏଇଠି ଯୋଉ ଏଇ ଯୋଉ ଶ୍ଲୋକଟି ବିଶେଷ କରି ପ୍ରଥମକରି ଅର୍ଜୁନକୁ କହୁଛନ୍ତି, ଅଜ୍ଞାନତା ଭିତରୁ ଆଉ ଏକ ସ୍ତରକୁ ଅର୍ଜୁନକୁ ସେ ଉନ୍ନୀତ କଲେ। ସେଠି ଦେଖିଲେ ଯେ ଏମାନେ ସମସ୍ତେ ଥିଲେ ଏବଂ ଅଛନ୍ତି ଏବଂ ରହିବେ। ଆମେ ଯେତେବେଳେ କେବଳ କହିଦଉ ଯେ ବ୍ରହ୍ମ ସତ୍ୟ କହିଲେ, ଏ ବ୍ରହ୍ମ ଭିତରେ ଏ ସମସ୍ତ ଜୀବାତ୍ମା ମାନଙ୍କର କୌଣସି ଅସ୍ତିତ୍ୱ ସ୍ୱୀକାର କରାଯାଏ ନାହିଁ, କେବଳ ବ୍ରହ୍ମ। କିନ୍ତୁ ଏଇ ଯୋଉ ପ୍ରତ୍ୟେକଟି ସାଇକିକ ବିଙ୍ଗ ଯାହାର ଗ୍ରୋଥ ଅଛି ଅନନ୍ତ ଜନ୍ମ ଧରିକି, ତାହାର ଏକ ସମ୍ପୂର୍ଣ୍ଣ ଏକ ପ୍ରକାଶ ଅଛି କି ନାହିଁ? ସେଇ ପ୍ରକାଶ ଦ୍ଵାରା ହିଁ ଏ ଜଗତ ପରିଶୋଭିତ ହଉଛି। ପ୍ରତ୍ୟେକ ବ୍ୟକ୍ତିତ୍ୱ ଭିତରେ କିଛି ଗୋଟେ ସୌନ୍ଦର୍ଯ୍ୟ ରହିଛି ଏବଂ ତାର ଏକ ଧାରା ରହିଛି, ଏକ ପ୍ରଗତିର ଧାରା ରହିଛି। ସେ ବିବର୍ତ୍ତିତ ହଉଛି ପ୍ରତ୍ୟେକଟି ଜନ୍ମ ଭିତର ଦେଇ। ତେଣୁ ଏଇ କଥାଟି କହିଲେ ଯେ ଏଇ ଯୋଉ ସମସ୍ତ କଥା କୁହାଗଲା, ଏ ସମସ୍ତେ ମାନେ ଜନାତି ପାହା, ଏ ସମସ୍ତଙ୍କ କଥା କହିବା ଦ୍ଵାରା ଭଗବାନ ଏଠି ଜୀବାତ୍ମା ମାନଙ୍କ ଭିତରେ ଯୋଉ ବହୁ ଜୀବଙ୍କର ଯୋଉ ଏଇ ଜଗତ ଆଉ ସେମାନଙ୍କର ପ୍ରକାଶ ଆଉ ସେମାନଙ୍କର ପ୍ରଗତି ଆଉ ସେମାନଙ୍କର ମାର୍ଗ, ଏ ସବୁକୁ ଭଗବାନ ସ୍ୱୀକାର କଲେ। ସମସ୍ତେ ଅଛନ୍ତି, ଭଗବାନ କହିନାହାନ୍ତି ଏମାନେ କେହି ନାହାନ୍ତି। ଏକଥା ଭଗବାନ କହୁନାହାନ୍ତି, ଏମାନେ ଥିଲେ, ଅଛନ୍ତି ଆଉ ଏମାନେ ବି ରହିବେ। କାହିଁକି ନା ଆତ୍ମାର କଥା ଯଦି ଆମେ ଏଠି ଦେଖିବା, ଜୀବାତ୍ମାର ତାର ହଉଛି ତିନୋଟି ଲକ୍ଷଣ। କଣ? ଗୋଟିଏ ହଉଛି ସେ ଶାଶ୍ୱତ, ଆଉ ଗୋଟିଏ ହଉଛି ତାର ମାର୍ଗଟି ଅତ୍ୟନ୍ତ ସ୍ୱତନ୍ତ୍ର। ପ୍ରତ୍ୟେକ ଆତ୍ମାର ମାର୍ଗ, ଯାହାକୁ ଆମେ ସ୍ୱଭାବ ବୋଲି କହୁଛୁ, ସ୍ୱଭାବ ଅନୁସାରେ ହିଁ ସ୍ୱଧର୍ମ ସ୍ଥିରୀକୃତ ହବ। ଯୋଗ ମାର୍ଗର ଏଇ ତତ୍ଵଟି ନ ଜାଣିଲେ ଜଣେ କେହି ହେଲେ ଯୋଗ ମାର୍ଗରେ ଅଗ୍ରଗତି କରିପାରିବେ ନାହିଁ। ସେ ତାଙ୍କର ନିଜର ଯୋଉ ସେଲ୍ଫ ମାନେ ଯୋଉ ବ୍ୟକ୍ତିତ୍ୱ, ସେ ବ୍ୟକ୍ତି ସତ୍ତାର ଯୋଉ ରହିଛି ରହସ୍ୟ ରହିଛି, ସେ ରହସ୍ୟଟି ତାକୁ ବୁଝିବାକୁ ଯେ ମୋର ଯୋଉ ଧାରାଟି, ମାନେ ମୋର ଯୋଉ ମାର୍ଗଟି, ମୋର ଯୋଉ ସ୍ୱଭାବଟି, ସେ ସ୍ୱଭାବଟି କଣ? ସେ ସ୍ୱଭାବକୁ ନ ବୁଝିଲେ ଜଣେ କେବେ ହେଲେ ସ୍ୱଧର୍ମକୁ ବୁଝିପାରିବ ନାହିଁ। ଆଉ ସ୍ୱଧର୍ମକୁ ନ ବୁଝିବା ପର୍ଯ୍ୟନ୍ତ ଯୋଗ ମାର୍ଗରେ କୌଣସି ପ୍ରଗତି ନାହିଁ। ଜଣେ ଅନନ୍ତ କାଳ ଧରିକି ପଢିପାରେ, ଭଗବାନଙ୍କ ବିଷୟରେ ଶାସ୍ତ୍ର ଅଧ୍ୟୟନ କରିପାରେ, ଧ୍ୟାନ କରିପାରେ, ପ୍ରାର୍ଥନା କରିପାରେ, ଜ୍ଞାନ ଅର୍ଜନ କରିପାରେ, କିନ୍ତୁ ସେ ଆତ୍ମାର ଯେ ସ୍ତରରେ ଗୋଟିଏ ଗୋଟିଏ ସ୍ତରରେ ପ୍ରଗତି କରି କରି ସେ ଅନନ୍ତ ତାର ଲକ୍ଷ୍ୟ ପଥରେ ପହଞ୍ଚିବ, ତାର କିଛି ନିଶ୍ଚିତତା ନାହିଁ। ଆଉ ଗୋଟିଏ ହେଲା ଯେ, ଆଉ ଗୋଟିଏ କଥା କହିଲେ, ଏଠି ତିନୋଟି ଜିନିଷକୁ ଏଠି କୁହାହେଲା ଯେ ଇଣ୍ଡିଭିଜୁଆଲ ସୋଲ ରହିଛି, ରହିଲା, କିନ୍ତୁ ତାହା ଶାଶ୍ୱତ ଆଉ ତାର କଣ୍ଟିନ୍ୟୁଟି ରହିଛି। ଶ୍ରୀ ଅରବିନ୍ଦଙ୍କର ଦେଖିବ ସିନ୍ଥେସିସ୍ ଅଫ ଯୋଗରେ ଗୋଟେ ଲାଇନ, ଅଲ୍ ଲାଇଫ ଇଜ ୟୋଗା। ଅଲ୍ ଲାଇଫ ଇଜ ୟୋଗା ଅର୍ଥ କଣ? ସମଗ୍ର ଜୀବନ ଯୋଗ। କଣ ତାର ଅର୍ଥ? ସମଗ୍ର ଜୀବନ ଯୋଗ, ତାର ଅର୍ଥ କଣ? ଆମେ ଭାବିଥାଉ ଏଇ ଜୀବନର ସବୁ କିଛି, ସମସ୍ତ ଜିନିଷଟା ଯୋଗ, ନା। ସମଗ୍ର ଜୀବନ ଯୋଗର ଅର୍ଥ ହେଲା ତୁମର ସମସ୍ତ ଅତୀତ ଜନ୍ମ ଏବଂ ଭବିଷ୍ୟତରେ ଥିବାକୁ ଥିବା ଅନନ୍ତ ଜନ୍ମ, ସେହି ମାର୍ଗ ଦେଇ ଦେଇ ଯୋଉ ଆତ୍ମା ତୁମର ଗତି କରୁଛି, ସେଇ ଧାରାଟିକୁ ଯଦି ତୁମେ ବୁଝିପାରିଲ, ତାହେଲେ ତୁମେ, ଶ୍ରୀ ଅରବିନ୍ଦଙ୍କର କଥା ତ ହେଲା ପରଫେକ୍ଟ ପରଫେକ୍ସନ, କୋଉଠି ଲିବରେସନ କଥା ସେ କହୁନାହାନ୍ତି। କାହିଁକି ନା ଭଗବାନଙ୍କର ଯୋଉ
ପ୍ରକାଶ ତା ଭିତରେ ତୁମେ ପରିପୂର୍ଣ୍ଣ ରୂପ ଧାରଣ କରିବ, ତୁମେ ତାଙ୍କୁ ଅଭିବ୍ୟକ୍ତ କରିବ, not to realize God but to manifest God in life। এই ଜଗତ ଭିତରେ ଭଗବାନଙ୍କର ଅଭିବ୍ୟକ୍ତି, ପରମ ସତ୍ୟର ଅଭିବ୍ୟକ୍ତି, ପରମ ପ୍ରେମର ଅଭିବ୍ୟକ୍ତି, ପରମ ଚେତନାର ଅଭିବ୍ୟକ୍ତି, ତାହା ହିଁ ହଉଛି ସୃଷ୍ଟିର ରହସ୍ୟ ଏବଂ ଉଦ୍ଦେଶ୍ୟ। ତେଣୁ ଭଗବାନ ଏଠି କହୁଛନ୍ତି that ଏଇ ଯୋଉ ଅମରତ୍ଵ, ସେ ଅମରତ୍ଵ କେମିତି ଅଛି ନା ଭାରି ସୁନ୍ଦର, ଅତି ସୂକ୍ଷ୍ମ ଭାବରେ ସେ କହୁଛନ୍ତି। ସେ ବିଭିନ୍ନ ଦେହ, ବିଭିନ୍ନ ଯୋନିରେ ଜନ୍ମ ଗ୍ରହଣ କରି 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 ସେ ଆତ୍ମା ଚାଲିଛି, କାହିଁକି? ତାର ପୂର୍ଣ୍ଣ ପ୍ରକାଶ ଆଡକୁ। ଦେଖ, ଗୋଟେ ଫୁଲଟିଏ ଫୁଟୁଛି, ଫୁଲଟି ଯୋଉ ଫୁଟୁଛି, କେବେ ଯଦି ତୁମେ ଲକ୍ଷ୍ୟ କରିବ ବଗିଚାରେ ଗୋଟେ ଫୁଲଟିଏ ଫୁଟିବାର କଥାକୁ, ସେ କଣ ତତ୍କ୍ଷଣାତ ଫୁଟିଯାଏ? ତାର ଗୋଟେ ପ୍ରୋସେସ ଅଛି। ସେ ଧୀରେ ଧୀରେ ଭିତରେ ଫୁଟୁଥାଏ, କିନ୍ତୁ ଦୃଶ୍ୟଗୋଚର ହୁଏ ନାହିଁ। ଯେତେବେଳେ ପୂର୍ଣ୍ଣ ପ୍ରସ୍ଫୁଟିତ ହେଇଯାଏ, ଆମେ କୋଉ ଫୁଲଟି ଫୁଟିଗଲା। ସେମିତି ଆତ୍ମାଟି ବିକଶିତ ହଉଥାଏ, ଅନେକ ଜନ୍ମ ଦେଇ, ଅନେକ ଶରୀର ଧାରଣ କରି ସେ କଣ ସେ ପୂର୍ଣ୍ଣତା ଲାଭ କରୁଥାଏ। କିନ୍ତୁ ତୁମେ ବର୍ତ୍ତମାନ ଯଦି କହିବ, ତାହେଲେ ସବୁ ଫୁଲ ଗୁଡାକ ଗୋଲାପ ଫୁଲ ହେଲେନି, ଘାସ ଫୁଲ କାହିଁକି ଅଛି? ନା, ଘାସ ଫୁଲ ବି ଅଛି। ଆଉ ଘାସ ଫୁଲରେ ଅତି ସୁନ୍ଦରତମ ଘାସ ଫୁଲଟି ହଉଛି ଭଗବାନଙ୍କର ପ୍ରକାଶ। ଖାଲି ଗୋଲାପ ହେଇଥିଲେ ଏ ପୃଥିବୀରେ ଏତେ ସୌନ୍ଦର୍ଯ୍ୟ, ଏତେ ବୈଚିତ୍ର୍ୟ ନଥାନ୍ତା। ତେଣୁ ଭଗବାନ ଏକହମ୍ ବହୁଶ୍ୟାମା, ମୁଁ ଏକ ହେଲେ ମଧ୍ୟ ବହୁ ରୂପରେ ପ୍ରକାଶିତ ହଉଛି। କାହିଁକି ନା ଏ ବୈଚିତ୍ର୍ୟକୁ ସେ ତାଙ୍କ ସୃଷ୍ଟିରେ ପ୍ରକାଶିତ କରୁଛନ୍ତି, ଅଭିବ୍ୟକ୍ତ କରୁଛନ୍ତି। ତେଣୁ ଭଗବାନଙ୍କର ଏମାନେସନ କଣ? ଅର୍ଜୁନ ପୁଣି ପଚାରିବେ, 10ମ ଅଧ୍ୟାୟରେ ଭଗବାନ କହିବେ, ମୁଁ ପ୍ରତ୍ୟେକ ବୃକ୍ଷ, ପଶୁ, ପକ୍ଷୀ ସମସ୍ତଙ୍କ ଭିତରେ ମୁଁ କଣ, ମାନେ ଯାହା ସର୍ବୋତ୍ତମ ପ୍ରକାଶ ଯାହା, ତାହା ହଉଛନ୍ତି ଭଗବାନ। ତେଣୁ ଆମେ କହିପାରିବାନି ଏ ପୃଥିବୀରେ ଯେ ଏଇଟା ହଉଛି ଭଗବାନ, ସେଟା ଭଗବାନ ନୁହଁ ନା, ସବୁ ହିଁ। କିନ୍ତୁ ସେ ଭିତରେ ସର୍ବୋତ୍ତମ ଯାହା, ତାହା ହଉଛନ୍ତି ତାଙ୍କର ପୂର୍ଣ୍ଣ ପ୍ରକାଶ। ଆଉ ସେ ସର୍ବୋତ୍ତମ ଆଡକୁ ଯୋଉ ଯାତ୍ରା, ସେ ଯାତ୍ରାଟି ହଉଛି କଣ? ଆତ୍ମାର ଯାତ୍ରା। ଆଉ ସେ ସର୍ବୋତ୍ତମ ଆଡକୁ ପ୍ରାପ୍ତିର ଯୋଉ ମାର୍ଗ, ସେ ମାର୍ଗଟା ଶ୍ରୀ ଅରବିନ୍ଦ କହୁଛନ୍ତି ଇଭଲ୍ୟୁସନ, ତାହା ହଉଛି ବିବର୍ତ୍ତନବାଦ। ଏଇ ଯୋଉ କଥାଟି ଶ୍ରୀ ଅରବିନ୍ଦ ଏଇ ଯୋଉ ତତ୍ଵଟିକୁ ଏଠି କହିଛନ୍ତି ଯେ ଆମେ ନଥିଲୁ ବା ରହିବୁ ନାହିଁ, ସେ କଥା ହଉଛି ସେ ଆଣିଛନ୍ତି ମୋଷ୍ଟଲି ମାନେ ଗୀତାରେ ଅଛି, ବୃହଦାରଣ୍ୟକ ଉପନିଷଦରୁ। ସ ଏବ ଏଷ ମହାନ ଅଜ ଆତ୍ମା। ଆତ୍ମାର ସ୍ୱରୂପଟା କଣ? ନା ସେଲ୍ଫ ଇଜ ଅନବର୍ନ, ଗ୍ରେଟ ଆଣ୍ଡ ଇଟର୍ନାଲ। ତାହାର ଜନ୍ମ ନାହିଁ, ଅଜ, ତାହାର ଆତ୍ମାର ଜନ୍ମ ନାହିଁ। ଏବେ ପ୍ରଥମେ ଜାଣିଦେଲେ, ଅର୍ଜୁନଙ୍କୁ ପ୍ରଥମ କଥା କହିଦେଲେ ଯେ ଏ ଯୋଉ ଲୋକମାନେ ମରିବ ବୋଲି ତୁମେ ବ୍ୟଥିତ ହଉଛ, ତାର କାରଣ କଣ? ସେମାନେ ଶରୀର ନୁହନ୍ତି, ସେମାନେ ଆତ୍ମା। ଏବଂ ଯେହେତୁ ସେମାନେ ଆତ୍ମା, ସେମାନେ କଣ? ଜନ୍ମ ହେଇନାହାନ୍ତି। ଯୋଉମାନେ ଜନ୍ମ ହେଇନାହାନ୍ତି ସେମାନେ କଣ ମୃତ୍ୟୁବରଣ କରିବେ କି? ସେମାନେ ମୃତ୍ୟୁବରଣ କେମିତି? ଯିଏ ଜନ୍ମ ହେଇଥାଏ ସେ ମୃତ୍ୟୁବରଣ କରେ। ତେଣୁ ଯୋଉ ଆତ୍ମାର ଜନ୍ମ ନାହିଁ, ତେଣୁ ଆତ୍ମାର ମଧ୍ୟ ମୃତ୍ୟୁ ନାହିଁ। ଆଉ କଣ ସେ? ନା ସେ ହଉଛନ୍ତି ଶାଶ୍ୱତ, ଇଟର୍ନାଲ। ତେଣୁ ତାହା ହଉଛି ମହାନ। ଯାହା ଚିରନ୍ତନ, ତାହା ହଉଛି ସବୁବେଳେ ମହାନ। କାହିଁକି ନା ତା ଭିତରେ ଭଗବାନଙ୍କର ଅସ୍ତିତ୍ଵ ରହିଛନ୍ତି। ପରବର୍ତ୍ତୀ ଶ୍ଲୋକଟି ହଉଛି ଆହୁରି ସୁନ୍ଦର। ଦେହିନୋସ୍ମିନ୍ ଯଥା ଦେହେ କୌମାରಂ ଯୌବନಂ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀର ସ୍ତତ୍ର ନ ମୁହ୍ୟତି। କେମିତି? ନା ଦେହିନୋସ୍ମିନ୍, ଏଇ ଯୋଉ ଦେହ ଭିତରେ ଯୋଉ ଦେହି ଅଛନ୍ତି, ସେ କଣ କଣ ଅବସ୍ଥା ଦେଇକି ଯାଆନ୍ତି? ନା କୌମାରମ ଯୌବନମ ଜରା, ଶିଶୁ ଅବସ୍ଥାକୁ ସେ ଗତି କରନ୍ତି ନା ନାହିଁ? ଶିଶୁ ଅବସ୍ଥାକୁ ଯାଆନ୍ତି, ଯୌବନ ଅବସ୍ଥାକୁ ଯାଆନ୍ତି ଏବଂ ବାର୍ଦ୍ଧକ୍ୟ ଅବସ୍ଥାକୁ ସେ ପ୍ରାପ୍ତ ହୁଅନ୍ତି। ତଥା ଦେହାନ୍ତର ପ୍ରାପ୍ତି, ସେହିଭଳି ଆତ୍ମା ଗୋଟିଏ ଶରୀରରୁ ଆଉ ଗୋଟିଏ ଶରୀରକୁ ଗମନ କରେ। ଏକଥା ଯୋଉମାନେ ଜାଣିଥାନ୍ତି ସେମାନେ କିଏ? ଦେ ଆର୍ ଦ ୱାଇଜ ମ୍ୟାନ। ସେମାନେ ଧୀର, ସେମାନେ ଅସ୍ଥିର ନୁହନ୍ତି। କାହିଁକି? ସେମାନେ ସତ୍ୟକୁ ଉପଲବ୍ଧି କରିଛନ୍ତି। ସତ୍ୟକୁ ଉପଲବ୍ଧି କରିଛନ୍ତି ବୋଲି ସେମାନେ ଧୀର। ତାଙ୍କ ଭିତରେ କୌଣସି କମ୍ପନ ନାହିଁ, ଉଦ୍ବେଗ ନାହିଁ, କୌଣସି ଅସ୍ଥିରତା ନାହିଁ। ସେମାନେ ସ୍ଥିର ହେଇଯାଇଛନ୍ତି।
କାହିଁକି ସ୍ଥିର ହୋଇଛନ୍ତି? କୋଉଥିରେ ସ୍ଥିର ହୋଇଛନ୍ତି? ନା ଆତ୍ମାରେ ସେମାନେ ଧୃତ ହେଇଛନ୍ତି, ଆତ୍ମାରେ ସେମାନେ ସ୍ଥିର ହେଇଛନ୍ତି। ଯୋଉମାନେ ଆତ୍ମାରେ ସ୍ଥିର ହୋଇଛନ୍ତି ସେମାନେ ଧୀର। କାହିଁକି ନା ଧି ହଉଛି ବୁଦ୍ଧି। ଏ ଧି ତାଙ୍କର କାହା ଦ୍ଵାରା କାହା ଉପରେ ପ୍ରତିଷ୍ଠିତ ହେଇଛି? ଆମେ ସେତେବେଳେ ପଢିଥିଲେ ନା ମନ, ଚିତ୍ତ, ମନ, ବୁଦ୍ଧି, ଅହଙ୍କାର ଅଛି ନା ନାହିଁ? ତାପରେ ରହିଛି ହାୟର ସେଲ୍ଫ ହେଲା ମଣିଷର ସାଇକିକ ବିଙ୍ଗ। ତ ଯେତେବେଳେ ମଝିରେ ରହିଛି ବୁଦ୍ଧି, ମଝିରେ ବୁଦ୍ଧି ଅଛି, ବୁଦ୍ଧି କେତେବେଳେ ଅହଙ୍କାର ଆଡକୁ ଆସିବ, କେତେବେଳେ ଆତ୍ମା ଆଡକୁ ଯିବ। ଯେତେବେଳେ ମନ ବୁଦ୍ଧି କାହାକୁ ଆଶ୍ରୟ କରେ, ଅହଙ୍କାରକୁ ଆଶ୍ରୟ କରେ, ସେତେବେଳେ ମଣିଷ କଣ ହେଇଯାଏ? ପଶୁ ହେଇଯାଏ। ଆଉ ଯେତେବେଳେ ବୁଦ୍ଧି କାହାକୁ ଆଶ୍ରୟ କରେ, ଆତ୍ମାକୁ ଆଶ୍ରୟ କରେ, ସେତେବେଳେ ମଣିଷ କଣ ହେଇଯାଏ? ମହାତ୍ମା ହେଇଯାଏ। କାରଣ ସେ ବର୍ତ୍ତମାନ ଚିରନ୍ତନ ମାର୍ଗକୁ, ଗତ ଥର ଆମେ ଆଲୋଚନାରେ ଶ୍ରେୟ ଆଉ ପ୍ରେୟର କଥା କହିଥିଲେ, ସେ ଶ୍ରେୟର ମାର୍ଗକୁ ଅନୁସରଣ କରେ। ଆଉ ତାକୁ ସେଥିପାଇଁ କିଏ ଦିଏ ଶକ୍ତି? ସେ ଶକ୍ତିଟି ତାଙ୍କୁ ପ୍ରଦାନ କରେ କିଏ? ନା ଆତ୍ମା। କାହିଁକି ଆତ୍ମା? ନା ଆତ୍ମା ହଉଛି ଚିରନ୍ତନ ଆଉ ଶାଶ୍ଵତ। ସେଥିରେ କୌଣସି କେବେ ହେଲେ କଣ ହୁଏନି, ଏବେ ଅଛି ତାପରେ ନାହିଁ, ଏମିତି କେବେ ଅବସ୍ଥା ଆସେ କି? ତାହା ଚିର କାଳ ପାଇଁ ଅଛନ୍ତି, ସେଥିପାଇଁ ତାହା ଅସ୍ତିତ୍ଵ, ତାହା ହଉଛି ସତ୍। ଯାହା ଚିର କାଳ ଅଛି ତାହା ହଉଛି ସତ୍। ଆଉ କାଳର ଯାହା ଅତୀତ ତାହା ହଉଛି ସନାତନ ଏବଂ ଶାଶ୍ଵତ। ତେଣୁ ସେଇ ତତ୍ଵକୁ ସେମାନେ ବୁଝିଥିବାରୁ ଧୀର ସ୍ତତ୍ରମ୍, ତେଣୁ ମୁହ୍ୟତେ ନ ମୁହ୍ୟତେ, ସେମାନେ ମୋହଗ୍ରସ୍ତ ହୁଅନ୍ତି ନାହିଁ, ଶୋକ କରନ୍ତି ନାହିଁ। ବର୍ତ୍ତମାନ ଆଉ ଭଗବାନ ଅର୍ଜୁନକୁ ତମର କଣ ହଉଛି ସେ କଥା କହୁନାହାନ୍ତି। କାହା କଥା କହୁଛନ୍ତି? ଜ୍ଞାନୀ ବ୍ୟକ୍ତି ମାନଙ୍କର କହୁଛନ୍ତି, ଯୋଉମାନେ ସତ୍ୟକୁ ଜାଣିଛନ୍ତି, ଯୋଉମାନେ ଉପଲବ୍ଧି କରିଛନ୍ତି ଏଇ ତତ୍ଵକୁ, ସେମାନଙ୍କର ବ୍ୟବହାର ଆଉ ଆଚରଣ ଏଇଭଳିଆ। ଏବଂ ସେ କଥା ଜାଣିଲା ପରେ ଅର୍ଜୁନ ତৎକ୍ଷଣାତ୍ କଣ ଜାଣିପାରିବେ? ଯଦି ତମ ଆଗରେ ଜଣଙ୍କୁ କୁହାଯିବ ଯେ ଦ ବେଷ୍ଟ ଷ୍ଟୁଡେଣ୍ଟ ହଉଛି ଏଇଭଳିଆ, ତମେ ଜାଣିଦେଲେ ତମେ କହିବା ଦରକାର ନାହିଁ ଯେ ତୁମେ ଭଲ ଷ୍ଟୁଡେଣ୍ଟ ନୁହଁ। ଭଗବାନ ସାଙ୍ଗେ ସାଙ୍ଗେ କହିଲେ ଯେ ଯୋଉମାନେ ଜ୍ଞାନୀ ସେମାନଙ୍କର ଲକ୍ଷଣ ସବୁ ଏଇଆ। ଏକଥା ଜାଣିଲା ମାତ୍ରେ ଅର୍ଜୁନ ତৎକ୍ଷଣାତ୍ ଉପଲବ୍ଧି କଣ କଲେ? ଦ୍ୟାଟ ସିଏ ଆଉ ୱାଇଜ ନୁହନ୍ତି। ଆଉ ତାଙ୍କର କଣ ଅଛି? ନା ସେ କାହିଁକି ଏତେ ଅସ୍ଥିରତା ହେଲେ ହଉଛନ୍ତି? ନା ସେ ମୋହଗ୍ରସ୍ତ ହେଇଛନ୍ତି। ମୋହଗ୍ରସ୍ତ କେତେବେଳେ ଜଣେ ମଣିଷ ହୁଏ? ଯାହା ଭିତରେ ଅଜ୍ଞାନତା ଅଛି। ଆଉ ଅଜ୍ଞାନତା ଥିଲେ ମଣିଷ ଭିତରେ କଣ ହୁଏ? ନା ସେ ସବୁବେଳେ ଦ୍ଵନ୍ଦ୍ୱଗ୍ରସ୍ତ ହୁଏ। ଦ୍ୱନ୍ଦ୍ୱ କଣ? ମୁଁ ଏଇଟା କରିବି ନା ସେଇଟା କରିବି, ଅଲୱେଜ। ସେ ଅଲୱେଜ ଏଇଟା କରିବି ନା ସେଇଟା କରିବି ତାରି ଭିତରେ ପଡିଥାଏ। ଏବଂ ତା ଭିତରୁ ସେ କେବେ ହେଲେ ଜୀବନରେ ବାହାରି ପାରେ ନାହିଁ। ତା ପାଖରେ ମାର୍ଗଟି ସିଧାସଳଖ ନଥାଏ। କାହିଁକି? ନା ସେ ତା ମାର୍ଗକୁ ବରଣ କରିନଥାଏ, ବାଛି ନଥାଏ। ପରବର୍ତ୍ତୀ ଶ୍ଲୋକଟି, ଏଇ ଯୋଉ ଶ୍ଲୋକଟି ହେଲା ତା ସହିତ ସାବିତ୍ରୀର ଗୋଟିଏ ସୁନ୍ଦର ଲାଇନ ଅଛି, ସେଟିକେ ମୁଁ ଏଠି କହିବି। Our souls can never die nor cease to be. They are the timeless children of infinity. ଏହି ତତ୍ଵଟିକୁ ସାବିତ୍ରୀ ଋଷି ଅରବିନ୍ଦ କହୁଛନ୍ତି। ଏବଂ ଏଥିରେ ଆହୁରି ଗୋଟେ ତତ୍ଵ ଅଛି, ସେ ତତ୍ଵଟି ହେଲା ଯେ ଚିଲଡ୍ରେନ ଅଫ ଇନଫିନିଟି। ଏ ସମସ୍ତ ଜଗତରେ ଯେତେ ଜୀବାତ୍ମା ଅଛନ୍ତି, ସେମାନେ ବା ବଗିଚାରେ ଯେମିତି ମାଳି ତାର ଫୁଲ ସବୁ ଫୁଟୁଥାଏ, ସେମିତି ସ୍ରଷ୍ଟାଙ୍କ ସୃଷ୍ଟିର ଏଇ ଜଗତରେ ଏ ପ୍ରତ୍ୟେକ ଜୀବ ଜନ୍ମ ଗ୍ରହଣ କରିଛନ୍ତି। ସେମାନଙ୍କର ମାର୍ଗରେ ଗତି କରି ସେଇ ସର୍ବୋତ୍ତମ ସମ୍ଭାବନାଟାକୁ ଲାଭ କରିବା ଲାଗି, ପ୍ରାପ୍ତ କରିବା ଲାଗି ପ୍ରତ୍ୟେକଙ୍କର ସମ୍ଭାବନା ଅଛି। ଏବଂ ସେ ସମ୍ଭାବନାଟି ଯେତେବେଳେ ସର୍ବୋତ୍ତମ ସମ୍ଭାବନାକୁ ଜଣେ ଚିହ୍ନି ପାରିବ ଆଉ ଜାଣିପାରିବ, ଆଉ ସେ ପଥରେ ଗତି କରିବା ପାଇଁ ସେ ସଂକଳ୍ପବଦ୍ଧ ହବ, ତାହେଲେ ସେ କଣ ହେଇଯିବ? ନା ସେ ପରମଙ୍କର ପୂର୍ଣ୍ଣତାକୁ ଧାରଣ କରିବାକୁ ସକ୍ଷମ ହେଇପାରିବ, ସମର୍ଥ ହେଇପାରିବ। ଆଉ ଗୋଟିଏ ଏଥିରେ ରହସ୍ୟ ରହିଛି। ସେ ରହସ୍ୟଟି ହେଲା ଯେ ଏଇ ଯୋଉ ଆତ୍ମା ମାନେ ଶରୀରର ଯୋଉ ଅବସ୍ଥା, ଶରୀରର ଅବସ୍ଥା ଶୈଶବ, ଯୌବନ ବା ତାରୁଣ୍ୟ, ଆଉ ଗୋଟେ ହେଲା ବାର୍ଦ୍ଧକ୍ୟ ଅବସ୍ଥା। ତିନୋଟି ଅବସ୍ଥା ମୋଷ୍ଟଲି, ତା ଭିତରେ ଆଉ ଅଲଗା ଅଲଗା ପ୍ରୌଢ ଅବସ୍ଥା ଅଛି, ବଟ୍ ଆମେ ସେଗୁଡିକୁ ଆଲୋଚନା କରୁନି। ଏଇ ତିନୋଟି ଅବସ୍ଥାକୁ ଆମେ ଧରିଥାଉ। ଯଦି ତୁମେ ଗଭୀର ଭାବରେ କେବେ ଚିନ୍ତା କରିବ, ନିଜେ ଆତ୍ମସ୍ଥ ମାନେ ଗଭୀର ଭାବରେ ଧ୍ୟାନସ୍ଥ ହୁଏ କଥାକୁ ଚିନ୍ତା କରିକି, ପ୍ରକୃତରେ ତୁମର ଶୈଶବ ଗଲା କୁଆଡେ? ତୁମେ କଣ ତାକୁ ଆଉ ଥରେ କେବେ ଖୋଜିକି ପାଇପାରିବ?
କୁଆଡେ ଗଲା? ଯୌବନ କୁଆଡେ ଗଲା? ପିଲା ବେଳର ସେଇ ସରଳତା, ନିରୀହପଣ, ଏ ପୃଥିବୀକୁ ଜାଣିବାର ଉତ୍ସୁକତା କୁଆଡେ ଗଲା? ସେଇଭଳି ଯୌବନର ଉଦ୍ଦାମତା, ଆବେଗ, ସ୍ନେହ ପ୍ରେମ ପାଇଁ ବ୍ୟାକୁଳତା କୁଆଡେ ଗଲା? ବାର୍ଦ୍ଧକ୍ୟର ଦୁଃଖ, ଅସହାୟତା ମଧ୍ୟ କୁଆଡେ ଗଲା? କୁଆଡେ ଯାଏ? କୋଉଠୁ ଆସେ ଆଉ କୋଉଠୁ ଯାଏ? ଏସବୁ ହଉଛି ଏକ ଭିନ୍ନ ଭିନ୍ନ ଅବସ୍ଥା ମାତ୍ର, ଏବଂ ଏହା ପ୍ରତି କ୍ଷଣରେ ପରିବର୍ତ୍ତିତ ହଉଛି। ପ୍ରତି କ୍ଷଣରେ ପରିବର୍ତ୍ତିତ ହଉଛି। ଆମେ ଯଦିଓ ତାକୁ ଦେଖି ପାରୁନୁ, କିନ୍ତୁ ତାହା ହେଇ ହେଇ ଚାଲିଛି, ହେଇ ହେଇ ଚାଲିଛି। ତେଣୁ କେହି କେବେ କହିପାରିବ ନାହିଁ ମୁଁ ଏଇଠି ଆହାକୁ ପରିବର୍ତ୍ତନ ହବାକୁ ମୁଁ ଦେବି ନାହିଁ, କହିଲେ କଣ ହବନି? ଜଣେ ଯଦି କହିବ ମୁଁ କେବେ ବୁଢା ହେବି ନାହିଁ, ବୁଢା ହବ କି ନାଇଁ? ହବ କି ନାଇଁ? ଆଉ ସେ ଯଦି ବୁଢା ହେଇଗଲାଣି, ସେ କହିବ ମୋର ଫ୍ରକ୍ ବା ମୋର ସାର୍ଟ କୁ ମୁଁ କାହାକୁ ଦେବି ନାହିଁ, ମୁଁ ପିନ୍ଧିବି। ପିନ୍ଧି ପାରିବ କି? ପିନ୍ଧି ପାରିବ? ପିଲାଦିନେ ଯୋଉ ଡ୍ରେସ ପିନ୍ଧୁଥିଲ, ସେ ଡ୍ରେସକୁ ଏବେ ତମେ ଯଦି ସାଇତିକି ରଖିଛ, ପିନ୍ଧିକି ବାହାରକୁ ଆସିପାରିବ? ତମ ଦେହରେ ଆଉ ସେଟା ପଶିବ କି? ପଶି ପାରିବ ନାହିଁ। କାହିଁକି? କାରଣ ପରିବର୍ତ୍ତନଶୀଳ। ପ୍ରକୃତି ଇଜ ଏଭର ଚେଞ୍ଜିଂ। ପୂର୍ବରୁ ପ୍ରଥମ କ୍ଲାସରେ ଆମେ ଆଲୋଚନା କରିଥିଲେ ସୋଲ ଇଜ ନେଭର ଚେଞ୍ଜିଂ। ସୋଲ ଚିର ଅପରିବର୍ତ୍ତନୀୟ, ଆଉ ପ୍ରକୃତି ମାନେ ଏଇ ଯୋଉ ଆମର ମନ, ପ୍ରାଣ, ଶରୀର ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତିତ ହଉଛି। ତେଣୁ ଏକ ଅଦ୍ଭୁତ ତତ୍ଵ ଗ୍ରୀକର ଜଣେ ଫିଲୋସଫର କହିଥିଲେ ଯେ ହେରାକ୍ଳାସ, ଯେ ଏଇ ଯୋଉ ନଦୀରେ ପାଣି ବୋହି ଯାଉଛି, ସେ ନଦୀରେ କେବେ ହେଲେ ଜଣେ ଦିଥର ସ୍ନାନ କରିପାରିବ ନାହିଁ। କାହିଁକି ନା ସେ ପାଣି ବୋହି ଯାଇଛି, ପ୍ରତି ମୁହୂର୍ତ୍ତରେ ସେ ବୋହି ଯାଉଛି। ତେଣୁ ଜୀବନ ମଧ୍ୟ ସେମିତି ପ୍ରତି ମୁହୂର୍ତ୍ତରେ ସେ କଣ ହେଇ ପରିବର୍ତ୍ତିତ ହେଇ ହେଇ ଚାଲିଛି। ଆଉ ମଣିଷ ଯାହାକୁ ଚିହ୍ନୁଛି ଯେ ମୁଁ ଏଇଟା, ତାର ଯୋଉ ଆବେଗ, ତାର ଯୋଉ ସ୍ନେହ, ତାର ଯୋଉ ପ୍ରେମ, ତାର ଯୋଉ ଅନୁଭବ, ଏ ସବୁଗୁଡାକ କୋଉଠି ବି ଚିରନ୍ତନ ନୁହନ୍ତି। ଏସବୁ ହଉଛି ପରିବର୍ତ୍ତନଶୀଳ। ଏଇ ସତ୍ୟକୁ ଯେତେବେଳେ ଜଣେ ଜାଣିଦିଏ, ନିଜର ଜୀବନକୁ ଲକ୍ଷ୍ୟ କରି ଦେଖି, ବାହ୍ୟ ସଂସାରରେ ଯେତେ ଯେତେ ଘଟଣା ସଂଗଠିତ ହଉଛି, ସେଇ ଘଟଣା କ୍ରମରେ ସେ ଆଉ କଣ ହୁଏ ନାହିଁ, ଭାଙ୍ଗି ପଡେ ନାହିଁ। ଦିଶୁଲୋଡ୍ସ ପାସ୍। ଏହା ମଧ୍ୟ ପରିବର୍ତ୍ତିତ ହେଇ ଯିବ। ତେଣୁ ସମସ୍ୟା ଯେତେ ବିରାଟ ହେଇଥାଉ ନା କାହିଁକି, ସେଥିରେ ସେ କେବେ ହେଲେ କଣ ହବ ନାହିଁ, ଭାଙ୍ଗି ପଡିବ ନାହିଁ। ସେ ଜାଣିଛି ଯେ ଏଇ ସମସ୍ୟା ସହିତ ଏ ଚେତନା ଯାହା ତତେ ଅସ୍ଥିର କରୁଛି, ତାହା ମଧ୍ୟ ପରିବର୍ତ୍ତିତ ହେଇ ଯିବ ସମୟ ଅନୁସାରେ। ପରବର୍ତ୍ତୀ ଶ୍ଲୋକଟିକୁ ଯିବା। 14 ନମ୍ବର ଶ୍ଲୋକ। ମାତ୍ରା ସ୍ପର୍ଶାସ୍ତୁ କୌନ୍ତେୟ ଶୀତୋଷ୍ଣ ସୁଖ ଦୁଃଖଦା ଆଗମା ପାଇନୋ ନିତ୍ୟାଂ ତାଂ ସ୍ଥିତିକ୍ଷସ୍ଵ ଭାରତ। ଏଠି ହେଲା ସବୁଠାରୁ ଆମର ଯୋଗ ମାର୍ଗରେ ଏଇଟା ହଉଛି ପ୍ରଥମ ଭଗବାନଙ୍କର କମାଣ୍ଡ, ନିର୍ଦ୍ଦେଶ। ଭଗବାନଙ୍କର ଅନେକ କମାଣ୍ଡ ଅଛି ମାନେ ଗୀତାରେ, ଏବଂ ସେ କମାଣ୍ଡ ଗୁଡିକ ଯଦି ତମେ ଚିହ୍ନି ପାରିବ, ଜାଣିପାରିବ, ଆଉ ମନ ଭିତରେ ନୋଟ କରି ରଖିଥିବ, ଯେତେବେଳେ ଟିକେ ହଲଚଲ ହବ ତମ ଚେତନା, ତମେ ନିଜକୁ ନିଜେ ସେ କମାଣ୍ଡ ଟିକେ ଶୁଣେଇବ। ତାଂ ତିତିକ୍ଷସ୍ଵ ଭାରତ। ଅର୍ଜୁନଙ୍କୁ ଏଇଟା କମାଣ୍ଡ ଭଗବାନଙ୍କର। କାହିଁକି ନା ମାତ୍ରା ସ୍ପର୍ଶାସ୍ତୁ କୌନ୍ତେୟ। ମାତ୍ରା ସ୍ପର୍ଶ କଣ ନା ଇନ୍ଦ୍ରିୟ ମାନଙ୍କର ବିଷୟ ସହିତ ଯେତେବେଳେ ସଂଯୋଗ ହୁଏ, ସେତେବେଳେ ମାତ୍ରା ସ୍ପର୍ଶ ହୁଏ। ସେନ୍ସ ଅବଜେକ୍ଟ ସାଙ୍ଗରେ ସେନ୍ସ ମାନଙ୍କର ଯେତେବେଳେ କଣ ହୁଅନ୍ତି, ସେମାନେ ଯୁକ୍ତ ହେଇଯାଆନ୍ତି। ତାହେଲେ କଣ ହବ, ଯୁକ୍ତ ହେଇଗଲେ କଣ ହବ, ଆଇଦର ତୁମେ ସୁଖ ଅନୁଭବ କରିବ, ନହେଲେ ଦୁଃଖ ଅନୁଭବ କରିବ। ସୁଖ ବା ଦୁଃଖ ଅନୁଭବ କରିବ। ତେଣୁ କୌନ୍ତେୟ ଶୀତୋଷ୍ଣ ସୁଖ ଦୁଃଖଦା। ମାତ୍ରା ସ୍ପର୍ଶରୁ କଣ ସୃଷ୍ଟି ହୁଏ ନା ଶୀତ ଆଉ ଉଷ୍ମ, ଆଉ ସୁଖ ଆଉ ଦୁଃଖ ସୃଷ୍ଟି ହୁଏ। ଶରୀର କଣ କରେ, ଖରା ଦିନେ ଆମେ କେତେ ବ୍ୟାକୁଳ ହଉ ଟିକେ ଥଣ୍ଡା ପାଇଁ, ନା ନାଇଁ? ଶୀତ ଦିନେ ଥଣ୍ଡାକୁ ଆମେ ଏତେ ଭଲ ପାଉ କି? ଭଲ ପାଉନି। କାହିଁକି ନା ଯେତିକି ଥଣ୍ଡା ଆମକୁ ଆବଶ୍ୟକ, ସେଇଟା ଅଧିକ। କାହିଁକି ନା ବର୍ତ୍ତମାନ ସମଗ୍ର ବାତାବରଣରେ ଯୋଉ ଥଣ୍ଡା ଟା ଅଛି, ସେ ଥଣ୍ଡା ଟାକୁ ଆମ ଶରୀର କଣ ସହ୍ୟ କରିବାକୁ ସକ୍ଷମ ନୁହଁ, ତେଣୁ କଷ୍ଟ ହଉଛି। ଆଉ ଖରା ଦିନେ ଯେହେତୁ
ବାତାବରଣଟି କଣ ଥାଏ? କ୍ଲାଇମେଟ ଗରମ ଥାଏ, ତେଣୁ ଥଣ୍ଡା ଆବଶ୍ୟକ ହୁଏ। ତାମାନେ ଏଇଥିରୁ ଜାଣ ଯେ ଏଇ ଜଗତ ସାଙ୍ଗରେ ଆମ ଜୀବନର କେତେ ଗଭୀର ସମ୍ପର୍କ। ତେଣୁ ଆମେ ନିଶ୍ଚିତ କରି ସ୍ଥିର କରିପାରିବା ନାହିଁ କୋଉଟା ଭଲ କୋଉଟା ମନ୍ଦ, କୋଉଟା ସୁଖ ଆଉ କୋଉଟା ଦୁଃଖ। ଏଇ ଯୋଉ ମାତ୍ରା ସ୍ପର୍ଶ ମାନେ ସେମାନେ କଣ କରନ୍ତି? ସୁଖ ଦୁଃଖ ସୁଖ ଆଉ ଦୁଃଖକୁ ସେମାନେ ପ୍ରଦାନ କରନ୍ତି ଆମକୁ। ମାତ୍ରା ସ୍ପର୍ଶ ଦ୍ଵାରା ମଣିଷ ପାଏ। ଆଗମ ପାଇନୁ ନିତ୍ୟା, ଏହା ଯାଏ ଆଉ ଆସେ ଆଉ ଯାଏ। ଆଗମ ମାନେ ଆସେ ଆଉ ଅପାଇନ ଆଉ ଯାଏ। ଆଁ କୌନ୍ତେୟ ହେଲା କୁନ୍ତୀଙ୍କର ପୁତ୍ର ବୋଲି କୌନ୍ତେୟ, ତାର କହିବି ତାର କାହିଁକି ଏଠି କୌନ୍ତେୟ ବୋଲି କହିଲେ ସେ। ଆଗମ ପାଇନ ନିତ୍ୟା ମାନେ ଏଠି ନିତ୍ୟା ନୁହେଁ ଅନିତ୍ୟ। ସନ୍ଧି ହେଇଛି ଆଗମ ପାଇନ ନିତ୍ୟା ତାଂ ତିତିକ୍ଷସ୍ଵ ଭାରତ। ଏଠି ଭାରତ କୌନ୍ତେୟ ପ୍ରଥମେ କାହିଁ କହିଲେ, ଭାରତ ତାପରେ କାହିଁ କହିଲେ, ତାର ଏକ ଉଦ୍ଦେଶ୍ୟ ଅଛି, ତାର ବିଶଦ ଭାବରେ ଟିକେ ବ୍ୟାଖ୍ୟା କରିବେ। କୌନ୍ତେୟ ହେଲେ ସେ କୁନ୍ତୀଙ୍କର ପୁତ୍ର ବୋଲି କୌନ୍ତେୟ। କାହିଁକି କୁନ୍ତୀଙ୍କର ପୁତ୍ର ବୋଲି କୌନ୍ତେୟ କହିଲେ? ଅର୍ଜୁନ ତ କହିଦେଇଥାନ୍ତେ ଗୋଟିଏ ଶବ୍ଦ ଦ୍ଵାରା। ତାର କାରଣ ହଉଛି ଯେ କୁନ୍ତୀ ଥିଲେ ପରମ ଭଗବାନଙ୍କର ଅତ୍ୟନ୍ତ ଭକ୍ତ। ଅତ୍ୟନ୍ତ ଭକ୍ତ ଏବଂ ଭଗବାନ ସେ କଣ ମାଗିଥିଲେ? ପ୍ରଭୁ ମତେ କେବଳ ଜୀବନ ସାରା ଦୁଃଖ ଦିଅ। କୁନ୍ତୀଙ୍କର ଜୀବନ ହଉଛି ଅତ୍ୟନ୍ତ ଦୁଃଖପୂର୍ଣ୍ଣ। ଏବଂ ଶେଷ ପର୍ଯ୍ୟନ୍ତ କୁନ୍ତୀ କହୁଛନ୍ତି ମତେ ଶେଷ ସମୟରେ ଯେତେବେଳେ ହସ୍ତିନାପୁରରୁ ଦ୍ୱାରକାକୁ ଯିବାକୁ ପ୍ରସ୍ତୁତ ହଉଛନ୍ତି ଭଗବାନ, ସେ କହୁଛନ୍ତି ମଧୁସୂଦନ ସେତେବେଳେ ମତେ ରାଜମାତା ବୋଲି ତୁମେ ରଖିକି ଯାଅ ନାହିଁ। କାହିଁକି ନା ଏଇ ଯୋଉ ପ୍ରାପ୍ତି, ଏ ପ୍ରାପ୍ତି ମୋର ଆତ୍ମା ପାଇଁ କଲ୍ୟାଣ ଜନକ ନୁହେଁ। ମତେ ଜଙ୍ଗଲକୁ ଯିବାକୁ ପଡିବ। କାହିଁକି ନା ମୁଁ ଶେଷ ପର୍ଯ୍ୟନ୍ତ କଷ୍ଟକୁ କେବଳ ବରଣ କରିବି। ତାର କାରଣ କଷ୍ଟ ଦ୍ଵାରା ହିଁ ମୁଁ ତୁମକୁ ଲାଭ କରିବି। କଷ୍ଟ ଦ୍ଵାରା ହିଁ କୃଷ୍ଣଙ୍କୁ ଲାଭ କରାଯାଏ। ତେଣୁ ଯୋଉମାନେ କଷ୍ଟକୁ ଭୟ କରନ୍ତି ସେମାନେ ଯେ କୃଷ୍ଣ ଲାଭ କରିବେ ଏ କଥାର କୌଣସି ନିଶ୍ଚିତତା ନାହିଁ। କାହିଁକି? ସୁଖରେ ମଣିଷ କଣ ହୁଏ ନା ଅଧିକ ମୋହଗ୍ରସ୍ତ ହୁଏ। ଅଧିକ ମୋହଗ୍ରସ୍ତ ହୁଏ, ଅହଂକାର ଅଧିକରୁ ଅଧିକ ସ୍ଫୀତ ହୁଏ ମାନେ ଫୁଲିଯାଏ। ତେଣୁ ଭଗବାନ ଏଠି କୌନ୍ତେୟ ବୋଲି କହିଲେ କାହିଁକି ନା ତୁମେ ଜାଣିଛ ତ କାହା ପୁଅ ତୁମେ? ଯେ ଚିର କାଳ ଦୁଃଖକୁ ବରଣ କରି ସତ୍ୟ ମାର୍ଗରେ ଚାଲିଛି, ପରମଙ୍କୁ ଭଲ ପାଉଛି, ତୁମେ ହଉଛ ତାଙ୍କର ପୁତ୍ର। ତମେ ଏମିତି ଅଜ୍ଞାନୀଙ୍କ ଭଳିଆ କଣ କଥା କହୁଛ? ଆଉ ତାପରେ ଯୋଉ କହିଲେ ତାଙ୍ଗ ତିତିକ୍ଷସ୍ଵ, ତୁମେ ତାକୁ ସୟ ଏଣ୍ଡିଓର ଇଟ କାମଲି। ଏଣ୍ଡିଓର ଇଟ କାମଲି ଏଇଟା ହେଲା କି ୱାର୍ଡ। ତାଙ୍ଗ ତିତିକ୍ଷସ୍ଵ, ସବୁବେଳେ ସହ୍ୟ କର। ତାଙ୍ଗ ତିତିକ୍ଷସ୍ଵ ଭାରତ। ଭାରତ ଶବ୍ଦ ଏଠି କାହିଁ କହିଲେ? ଭରତ ବଂଶରେ ଜନ୍ମ ଗ୍ରହଣ କରିଥିବାରୁ ଭାରତ, ଏଇଟା ଗୋଟେ ହେଲା ସାଧାରଣ ଜ୍ଞାନ। କିନ୍ତୁ ଭାରତ ଶବ୍ଦର ଗଭୀର ଅର୍ଥ ଅଛି। ଆମ ମାନଙ୍କ ଦେଶର ନାଁ ଭାରତ ବର୍ଷ। ଏ ଭାରତ ଶବ୍ଦର ବୃ ଧାତୁରୁ ଏ ଶବ୍ଦଟି ଆସିଛି ଏବଂ ଭା ଶବ୍ଦ ଭିତରୁ ଅଦ୍ଭୁତ ତାର ବ୍ୟାଖ୍ୟା ରହିଛି। ଯଦି କେବଳ ଜଣେ ଏଇ ବ୍ୟାଖ୍ୟା ଗୁଡିକୁ କେବଳ ବୁଝିବ, ଜାଣିବ, ତାହେଲେ ସେ ଜଣେ ଗଭୀର ଭାବରେ ଧ୍ୟାନସ୍ଥ ହେଇଯିବ। ସେଠି ହେଲା କାହିଁକି ଜଣେ ଏଣ୍ଡିଓର କରିବ? ଏଣ୍ଡିଓର କରିବନି ସେ ନିଜର ଫିଲିଙ୍ଗସକୁ ସପ୍ରେସ କରିବା ପାଇଁ ନାହିଁ। ଏଣ୍ଡିଓର ଇଜ ଟୁ କଙ୍କର। ସେ ବିଜୟ ଲାଭ କରିବ। କାହା ଉପରେ ବିଜୟ ଲାଭ କରିବ? ଇନ୍ଦ୍ରିୟ ଉପରେ ବିଜୟ ଲାଭ କରିବ। ସୁଖ ଦୁଃଖ କିଏ ଉତ୍ପନ୍ନ କରୁଛନ୍ତି? ଇନ୍ଦ୍ରିୟ ମାନଙ୍କ ଦ୍ଵାରା ଉତ୍ପନ୍ନ ଲାଭ ହଉଛି। ତେଣୁ ସେ ଟୁ ଏଣ୍ଡିଓର, ତାର କାରଣ ହଉଛି ଟୁ କଙ୍କର। ଆଉ କାହିଁକି ସିଏ ବିଭେଦକୁ ଦୂର କରିବ? ନା ଏ ୟୁନିଟିକୁ ସେ ଦେଖିବ, ତାର କାରଣ ହଉଛି ଟୁ ବିକମ୍ ଫ୍ରି। ସେ ମୁକ୍ତ ହବା ପାଇଁ ଏ ସମସ୍ତଙ୍କ ଭିତରେ ତତ୍ଵକୁ ଦେଖିବ। କାହିଁକି ନା ଯୋଉଠି ଏକତ୍ଵ ନାହିଁ ସେଠି କଣ ରହିଛି? ବନ୍ଧନ ରହିଛି। ବନ୍ଧନ କାହାର? ମୁଁ ଆଉ ତୁମେର ବନ୍ଧନ। କାହିଁକି ମଝିରେ ତୁମେ ଆଉ ମୋ ଏଇ ଭିତରେ ଏକ ପ୍ରାଚୀର ରହିଛି। ସେ ପ୍ରାଚୀର ଟା କଣ? ଅଜ୍ଞାନତାର ପ୍ରାଚୀର। ତାକୁ ଧ୍ଵଂସ ନ କଲା ପର୍ଯ୍ୟନ୍ତ ଆମେ କେବେ ହେଲେ ପରମକୁ ଦେଖି ପାରିବା ନାହିଁ। ମୁଁ ତୁମେ ମିଶିକିରି ଆମେ ହେଲା ପରେ ଆମେ ଯିବା କାହା ପାଖକୁ? ମିଳିତ ଭାବରେ ପରମଙ୍କ ପାଖକୁ। ତେଣୁ ଶ୍ରୀ ଅରବିନ୍ଦ ଅତି ସୁନ୍ଦର ଭାବରେ କହିଲେ ଯେ ମୋ ଯୋଗ ହଉଛି କଲେକ୍ଟିଭ ୟୋଗା।
ଏଥିରେ ଏକତ୍ୱ ଗୋଟିଏ ଇଣ୍ଡିଭିଜୁଆଲ ଗତି କରିକି କିଛି ପାଇପାରିବ ନାହିଁ, କାରଣ ସମଗ୍ର ଜଗତର ଯୋଗ ହଉଛି ମୋର ଯୋଗ। ସମଗ୍ର ଜଗତ କହିଲେ ତୁମେ ସମସ୍ତଙ୍କ ସହିତ ମିଳିତ ଭାବରେ ରହିଛ, ତୁମେ କାହାରି ଠାରୁ ପୃଥକ ନୁହଁ। ଏଇ ସତ୍ୟକୁ ପ୍ରଥମରୁ ଆମକୁ ସ୍ୱୀକାର କରିବାକୁ ହବ ଯଦି ଆମେ ପୂର୍ଣ୍ଣାଙ୍ଗ ଯୋଗକୁ ପ୍ରକୃତରେ ଗ୍ରହଣ କରିଥାଉ ବା ସେ ଯୋଗ ସାଧନା କରିବାକୁ ଚାହୁଁଥାଉ। ଭାରତ ହେଲା ଯେ ଏଇ ଯୋଉ ଭା ଶବ୍ଦରୁ ଆସିଛି ଭାର, ଭାରୁ ଆସିଛି ଭାର, ଭାର ଟୁ ବିୟର ବା ବହନ କରିବା, ଦାୟିତ୍ୱ ଗ୍ରହଣ କରିବା। ଟୁ କ୍ୟାରି, କ୍ୟାରି କଣ? ଟୁ କ୍ୟାରି ଧର୍ମ, ଟ୍ରୁଥ। ଆଉ ତାଙ୍କ ଭିତରେ ଯୋଉ ଅନନ୍ତ ଅନ୍ୱେଷା ରହିଛି ତା ସେଇ ଶବ୍ଦ ଭିତରେ ଏହା ନିହିତ ହେଇକି ରହିଛି। ଟୁ ଅପହୋଲ୍ଡ, ଅପହୋଲ୍ଡ, ନରିଶ ଆଣ୍ଡ ମେଣ୍ଟେନ ଆଣ୍ଡ ଅପହୋଲ୍ଡ ଦ ରୁଥ। ରୁଥ ଶବ୍ଦଟା ବେଦରେ ବାରମ୍ବାର ଆସିଛି। ରୁତ, ଋତମ ବଦ ସତ୍ୟମ ବଦ। ଋତମ ହେଲା କସ୍ମିକ ଅର୍ଡର। ସେଇ ଋତୁକୁ ସେ ଧାରଣ କରିଛି, ଭା ଶବ୍ଦ ଭିତରୁ ଏଇଟା ଆସିଛି। ଆଉ ଟୁ ସଷ୍ଟେନ ଆଣ୍ଡ ମେଣ୍ଟେନ ଦ ୱାର୍ଲଡ ଅର୍ଡର। ହଁ, ଋତମ ହେଲା ସେଇ ସତ୍ୟ ପାଇଁ ଦୁଇଟି ଶବ୍ଦ ବ୍ୟବହାର କରାଯାଇଛି, ଗୋଟିଏ ଋତମ ଆଉ ଗୋଟିଏ ହେଲା ସତ୍ୟମ। ସତ୍ୟ ହେଲା, ଋତମ ହେଲା ଦ ପ୍ରାକ୍ଟିକାଲ ଅର୍ଡର ଅଫ ଦ ୱାର୍ଲଡ, ଆଉ ସତ୍ୟ ହେଲା ଦ ଇନଫିନିଟି, ଯୋଉଟା କି ଅନମାନିଫେଷ୍ଟ। ତେଣୁ ଏଇ ଦିଟା ଶବ୍ଦ ବାରମ୍ବାର କୁହାଯାଇଛି, ଏଇଟାକୁ ଆମକୁ ବୁଝିବାକୁ ପଡିବ ତାର ପାର୍ଥକ୍ୟ। ଭାରତ ଶବ୍ଦ ଏଠି ଅର୍ଜୁନଙ୍କୁ କହୁଛନ୍ତି ଭଗବାନ, ତାର କାରଣ ହେଲା ଯେ ତୁମର ଦାୟିତ୍ୱ ରହିଛି। କଣ ଦାୟିତ୍ୱ ରହିଛି ନା ଟୁ କ୍ୟାରି ଦିସ୍ ରେସ୍ପନ୍ସିବିଲିଟି as a yogi, as a human being, as a kshatriya, to help the mankind, humankind to grow. ଆମ ଭିତରେ ଦୁଇଟି ମାର୍ଗ ରହିଛି, ଦୁଇଟି ଦାୟିତ୍ୱ ରହିଛି। ଗୋଟିଏ ହେଲା ଇଣ୍ଡିଭିଜୁଆଲ ଆତ୍ମାର ବିକାଶ, ଆଉ ଗୋଟିଏ ହେଲା ବିଶ୍ୱାତ୍ମାର ପ୍ରକାଶ ପାଇଁ ଆମର ସହଯୋଗ। ସବୁବେଳେ ଏଇ ଦୁଇଟି କଥାକୁ ସବୁବେଳେ ମନରେ ରଖ। ଏଇ ଦୁଇଟି କେବେ ହେଲେ ପରସ୍ପର ଠାରୁ ଭିନ୍ନ ନୁହନ୍ତି। ଗୋଟିଏ ହେଲା ଆମର ବ୍ୟକ୍ତିଗତ ଆତ୍ମାର ବିକାଶ, ଯୋଉମାନେ ପ୍ରତ୍ୟେକ ଲୋକ ଏଇଟାକୁ କରନ୍ତି, ବ୍ୟକ୍ତିଗତ ଆତ୍ମାର ବିକାଶ। ଆଉ ଗୋଟିଏ ହେଲା ବିଶ୍ୱାତ୍ମାର ପ୍ରୟାସ, ମାନିଫେଷ୍ଟେସନ। ଏଇଟା ଯୋଗ ମାର୍ଗର ଅତ୍ୟନ୍ତ ସୂକ୍ଷ୍ମ କଥା। ବିଶେଷ କରିକି ଆମେ ମାନେ ପ୍ରତ୍ୟେକ ଦିନ ଏଇଟାକୁ ବୁଝିଥାଉ, କିନ୍ତୁ ଏଇଟା କେହି ଅନୁଭବ କରିନଥାନ୍ତି, ଉପଲବ୍ଧି କରିନଥାନ୍ତି, ଟ୍ରୁଥ ଟାକୁ ଦେଖିନଥାନ୍ତି। କେମିତି ମାନେ ଯଦି ମୋ ଭିତରେ କ୍ରୋଧ ନାହିଁ, ଯଦି ମୋ ଭିତରେ କ୍ରୋଧ ନାହିଁ, କିନ୍ତୁ କ୍ରୋଧ ଯଦି ମୋ ପାଖରେ ଅନ୍ୟମାନଙ୍କର ଆସୁଛି, ତାହେଲେ ମତେ କଣ ହବାକୁ ପଡିବ ନା ସେ ସମସ୍ତଙ୍କ କ୍ରୋଧର ରୂପାନ୍ତର ପାଇଁ ଚ୍ୟାନେଲ ହବାକୁ ପଡିବ। ମାନେ ମତେ ସେଟାକୁ ବିୟର କରିବାକୁ ପଡିବ। I have to bear, I must have strength to bear it. ତାହେଲେ କଣ ହବ, ମୁଁ ଅନ୍ୟମାନଙ୍କ ରୂପାନ୍ତରର ମାଧ୍ୟମ ହେବି। ପ୍ରଥମେ ଯିଏ ଟ୍ରାନ୍ସେଣ୍ଡ ନ କରିଛି ସେ କେବେ ହେଲେ ମାଧ୍ୟମ ହେଇପାରିବ ନାହିଁ। ତେଣୁ ପ୍ରତ୍ୟେକ ଯୋଗୀଙ୍କର ଏଇଟା ହଉଛି ଉତ୍ତରଦାୟିତ୍ୱ। ତେଣୁ ଭାରତ ଶବ୍ଦଟିକୁ ଏଠୁ ଜାଣି ଶୁଣି ଶ୍ରୀକୃଷ୍ଣ ଅର୍ଜୁନ କହିଛନ୍ତି, ନେଭର ଫରଗେଟ ୟୁର ରୋଲ as a conscious human being to collaborate with divine for the manifestation of truth. ସମୟ ଦୃଷ୍ଟିରୁ ଆଉ ଗୋଟିଏ ଶ୍ଲୋକକୁ ଚେଷ୍ଟା କରିବା ସାରିବା ପାଇଁ। ଜଂହୀନ ବ୍ୟଥୟଂ ତନ୍ତେ ପୁରୁଷଂ ପୁରୁଷର୍ଷଭ ସମ ଦୁଃଖ ସୁଖମ ଧୀର ସୋମୃତତ୍ୱାୟ କଳ୍ପତେ। ଏଠି ଅର୍ଜୁନକୁ ଟିକେ ଖୁସି କରିବା ପାଇଁ ଭଗବାନ ଟିକେ ଦେଖିଲେ ପିଲାଟା ଭାଙ୍ଗି ପଡିଲାଣି, ଟିକେ ପୁରୁଷର ଶ୍ରଭ ବୋଲି କହିଲେ। ଏ ପୁରୁଷର ଶ୍ରେଷ୍ଠ, ହଁ ପୁରୁଷ ଶ୍ରେଷ୍ଠ ବୋଲି କହିଲେ। ପୁରୁଷ ଶ୍ରଭ ମାନେ ତମେ ପୁରୁଷ ସିଂହ, ତମେ ଦ ବେଷ୍ଟ among others, ମାନେ ହ୍ୟୁମାନ୍ସ। ତମେ ପୁରୁଷ ଶ୍ରଭ ବୋଲି କାହିଁ କହିଲେ, ତାର କାରଣ ଅର୍ଜୁନ ପ୍ରକୃତରେ ଭଗବାନଙ୍କ କଥା ଶୁଣି ଶୁଣି ବୋଧେ ପୁରା ଭାଙ୍ଗି ପଡିଲେ। ମାନେ କହିଲା ଆଉ ବୋଧେ there is no possibilities in me to grow further, ତେଣୁ ଆଉ କଣ ହବ ତାହେଲେ। ଆଉ ତ ମୋ ଭିତରେ ଏତିକି ମୋହ ରହିଛି, ଏତିକି ଦ୍ୱନ୍ଦ୍ୱ ରହିଛି, ଅଜ୍ଞାନତା ରହିଛି, ଆଉ କଣ ମୋର କିଛି ପସିବିଲିଟିଜ ଅଛି ଟୁ ଗ୍ରୋ। ଭଗବାନ କହିଲେ ନା ନା, ପୁରୁଷ ଶ୍ରଭ। ଆରେ ତୋର କଣ ପସିବିଲିଟି ନାହିଁ, ୟୁ ଆର ଦ ସୋଲ, ୟୁ ଆର ଦ ଇଟର୍ନାଲ। ତୋର ତ କେବଳ ତୁ ଆଇଡେଣ୍ଟିଫିକେସନ ୱିଥ ବଡି ଆଣ୍ଡ ମାଇଣ୍ଡ ଏଇଟା କେବଳ ହେଇଛି। ତୁ ବର୍ତ୍ତମାନ ଆଇଡେଣ୍ଟିଫାଇଡ ହେଇଯା କାହା ସହିତ, ତୋ ଭିତରେ ଯୋଉ ପରମ ପୁରୁଷ ରହିଛନ୍ତି, ଯିଏ ହଉଛନ୍ତି ଇଟର୍ନାଲ, ଯିଏ ହଉଛନ୍ତି ଶାଶ୍ୱତ, ନେଭର ଚେଞ୍ଜିଂ, ଯାହାଙ୍କର ଅନ୍ତ ନାହିଁ, ଯିଏ ଭଗବାନଙ୍କର ଅଂଶ, ସେ କଥାକୁ ତୁ କଣ ଭୁଲିଗଲୁ? ସେ ତୋର ପ୍ରକୃତ ପରିଚୟ ହଉଛି ତାହା। ତେଣୁ ଯେମିତି
ସଖା ଆଉ ଯେମିତି ବନ୍ଧୁ, ଯେମିତି ଗୁରୁ, ସାଧକର ଶିଷ୍ୟର ଚେତନାର ସ୍ତର ଯାଇ ଓହ୍ଲେଇ ଆସି ତାକୁ ହାତ ଟେକି ନିଅନ୍ତି। କେମିତି? ଧର ଜଣେ ଠିଆ ହେଇଛି ଆଉ ଜଣେ ପଡିଗଲା, ପଡିଗଲେ କଣ ଠିଆ ଠିଆ ତାକୁ ଉଠେଇ ପାରିବ? କଣ କରିବାକୁ ହବ? ତାକୁ ଲଇଁ ପଡିକି ତା ହାତ ଟିକେ ଧରିକି ନିଜ ଶକ୍ତି ଦେଇକି ତାକୁ ଉଠେଇ ଦବାକୁ ପଡିବ। ତେଣୁ ଭଗବାନ ଚେତନାରେ ଖସି ପଡିଥିବା ଅର୍ଜୁନକୁ ଏହିଭଳି ନିଜର ସ୍ନେହ, ପ୍ରେମ, ଆଲୋକ ଆଉ ଜ୍ଞାନ ଦେଇ ଧୀରେ ଧୀରେ ତାଙ୍କ ଚେତନାକୁ ଉତ୍ତୋଳିତ କରୁଛନ୍ତି। ଯେ କଣ କହୁଛନ୍ତି? ଯେ ହେ ପୁରୁଷ ଶ୍ରେଷ୍ଠ, ଏଇ ଯୋଉ ଶୀତ ଆଉ ଉଷ୍ମ ଆଉ ସମ ଦୁଃଖ ସୁଖମ, ସମ ଦୁଃଖ ସୁଖମ ଧୀରମ ସୋମୃତ ତ୍ୱାୟ କଳ୍ପତେ, ଏଗୁଡାକରେ ଯୋଉମାନେ ପୁରୁଷ ଶ୍ରବ ସେମାନେ କେବେ ହେଲେ କଣ କରନ୍ତି? ହେ ପୁରୁଷ ଶ୍ରବ, ସେମାନେ ଦୁଃଖୀ ହୁଅନ୍ତି ନାହିଁ। କାହିଁକି? ସେମାନେ ସବୁବେଳେ ସମାନ, ସେମାନେ କଣ ଆଟେଣ୍ଡ କରିଥାନ୍ତି? ସେମାନେ ଇକ୍ୱାଲିଟି ତାଙ୍କ ଚେତନାରେ ଥାଏ। ସେମାନେ ସବୁବେଳେ ସମଭାବାପନ୍ନ, ଦୁଃଖରେ ଆଉ ସୁଖରେ ସେମାନେ ମୁହ୍ୟମାନ ହୁଅନ୍ତି ନାହିଁ। ନିର୍ବିକାର ଚିତ୍ତ, କାହିଁକି? ବ୍ୟଥୟନ୍ତନ୍ତେ ଏକ ଶବ୍ଦ ଆସିଲା, ବ୍ୟଥିତ ହୁଅନ୍ତି ନାହିଁ। ବ୍ୟଥିତ କଣ? ବ୍ୟଥୟନ୍ତନ୍ତେ ଆସିଲା, ବ୍ୟଥିତ ସେମାନେ ହୁଅନ୍ତି ନାହିଁ। ବ୍ୟଥିତ କେତେବେଳେ ମଣିଷ ହୁଏ? ବ୍ୟଥିତ ତମେ ଗଭୀର ସ୍ତରକୁ ଯାଅ, କାରଣ ଶ୍ରୀ ଅରବିନ୍ଦଙ୍କର ସମଗ୍ର ଯୋଗ ହଉଛି ସାଇକୋଲୋଜି। କେତେବେଳେ ଜଣେ ମଣିଷ ବ୍ୟଥା ଲାଭ କରେ, ଦୁଃଖ ପାଏ? କେତେବେଳେ? କେତେବେଳେ ଦୁଃଖ ପାଏ? ଯେତେବେଳେ ସେ ଆତ୍ମାଠୁ ବିଯୁକ୍ତ ହେଇଯାଏ। ଆତ୍ମାରୁ ବିଯୁକ୍ତି ହେଲା ମାନେ ତମେ ଜାଣିଲ ଯେ ଚେତନାରେ ଆସିଲା ଦୁଃଖ। ଯେତେବେଳେ ଆତ୍ମାକୁ ତମେ ପୁଣି ଫେରି ଆସିବ, ସେତେବେଳେ ଅଖଣ୍ଡ ଶାନ୍ତି। ଏବଂ ପ୍ରତ୍ୟେକ ମୁହୂର୍ତ୍ତରେ ଆମ ଭିତରେ ସେଇ କଣ ଚାଲିଛି? ଫ୍ରାକ୍ସନ ଟା ଚାଲିଛି। ଆମେ ଯୁକ୍ତ ହଉଛୁ, ପୁଣି ବିଯୁକ୍ତ ହଉଛୁ, ଯୁକ୍ତ ହଉଛୁ, ପୁଣି ବିଯୁକ୍ତ ହଉଛୁ। ଆଉ ଯୋଗର ଲକ୍ଷ୍ୟ କଣ? ଚିରନ୍ତନ ଯୁକ୍ତ ହବା, ଆଉ ବିଯୁକ୍ତ ହବା ନାହିଁ। ଚିରନ୍ତନ ଯୁକ୍ତ ହେଇକି ରହିବା, ଆଉ ସେଠୁ ବିଯୁକ୍ତ ହବା ନାହିଁ। କିନ୍ତୁ ସେଇ ପ୍ରୋସେସ ଚାଲିଛି ନା, ପ୍ରୋସେସ ଟା ଚାଲିଛି, ପ୍ରକ୍ରିୟା ଟା ଚାଲିଛି, ସେଟା ପ୍ରାପ୍ତି ହେଇନାହିଁ। ତେଣୁ ସେ ଯୋଉ ପ୍ରକ୍ରିୟାଟି ଚାଲିଛି, ସେ ମଣିଷ ବେଳେ ବେଳେ ବ୍ୟଥାସିକ୍ତ ହବ, ବ୍ୟଥିତ ହବ। ତେଣୁ ଭଗବାନ ଏଠି କହୁଛନ୍ତି ଯେ ପୁରୁଷ, ସେ ପୁରୁଷ କିଏ? ସେ ପୁରୁଷ ନା ଧୀରସ୍ତତ୍ର, ଯେ ଧୀର ୱାଇଜ ମ୍ୟାନ, ଯିଏ କାହାକୁ ଉପଲବ୍ଧି କରିଛନ୍ତି? ଆତ୍ମାକୁ ଉପଲବ୍ଧି କରିଛନ୍ତି। ସେ କେବେ ହେଲେ ଦୁଃଖିତ, ସେ ସବୁବେଳେ ସୁଖ ଦୁଃଖ ସମାନ ତାଙ୍କ ପାଇଁ, ସେ କେବେ ହେଲେ ବ୍ୟଥିତ ହୁଅନ୍ତି ନାହିଁ। କାହିଁ? ସୋମୃତ ତ୍ୱାୟ କଳ୍ପତେ, କାହିଁକି ସେମାନେ ଦୁଃଖିତ ହୁଅନ୍ତି ନାହିଁ? ହରେଇଲେ ବି ଦୁଃଖ କାହିଁକି ତାଙ୍କୁ ଲାଗେନି? ନା ସେମାନେ ହଉଛନ୍ତି ଅମୃତତ୍ୱର ଅଧିକାରୀ। ସେମାନେ ଅମୃତତ୍ୱର ଅଧିକାରୀ ହେଇଥିବାରୁ ସେମାନେ ଦୁଃଖ କରନ୍ତି ନାହିଁ। ଯଦି ତମ ପାଖରେ ଗୋଟେ ରସଗୋଲାର ଗୋଟେ ପଟ ଅଛି, ବହୁତ ରସଗୋଲାର ଗୋଟେ ପଟ ଅଛି, କିନ୍ତୁ ତମ ଆଗରେ ଦିଟା ଚକୋଲେଟ ପାଇଁ ପିଲାମାନେ ଟଣାଟଣି ହଉଛନ୍ତି, ତମ ପାଖରେ ସେ ଚକୋଲେଟକୁ ତମେ ଚାହିଁବ? ଚାହିଁବ କି? ତମେ କାହିଁ ଚାହିଁବ? ତମ ପାଖରେ ତ ରସଗୋଲା ଅଛି। ତେଣୁ ଏଇ ଯୋଉ ସୁଖ ସଂସାରର ସୁଖ ସବୁ ଅଛି, ସେ ସୁଖ ଅନିତ୍ୟ, ଦୁଃଖ ବି ଅନିତ୍ୟ। ତାହାର କୌଣସି ନିର୍ଦ୍ଦିଷ୍ଟ ବାସ୍ତବତା ନାହିଁ ଚେତନାରେ। ମଣିଷ ଯେତେବେଳେ ମୋହଗ୍ରସ୍ତ ହଉଛି, ସେତେବେଳେ ସେ ଦୁଃଖିତ ହଉଛି। ଏବଂ ମଣିଷ ଯେତେବେଳେ ଜ୍ଞାନ ସହିତ ଯୁକ୍ତ ହେଇଯାଉଛି, ତାର ଆତ୍ମା ସହିତ ଯୁକ୍ତ ହେଇଯାଉଛି, ସେତେ ପରମ ନିଶ୍ଚିନ୍ତତା ଭିତରେ ସେ କଣ କରୁଛି? ବାସ କରୁଛି। କିନ୍ତୁ ପ୍ରକୃତିର ଜଗତରେ କଣ ହେଇଛି? ପ୍ରକୃତିର ଜଗତରେ ସବୁବେଳେ କମ୍ପନ ସୃଷ୍ଟି ହଉଛି। କେମିତି? ନା ମହାସାଗରରେ ଯେତେବେଳେ ଯାଉଛି ଗୋଟେ ଜାହାଜ ବା ଗୋଟେ ନାଟେ ଯାଉଛି, ଯେତେବେଳେ ସେ କ୍ରସ କରୁଛି, ଗୋଟିଏ ଗୋଟିଏ କଣ ଅତିକ୍ରମ କରୁଛି ଗୋଟିଏ ଢେଉକୁ, ତଳ ଉପରେ ହଉଛି କି ନାହିଁ? ତେଣୁ ଏ ଜଗତରେ, ପ୍ରକୃତିର ଜଗତରେ ଥିବାରୁ ମଣିଷର ଚେତନା କଣ ହଉଛି? ସବୁବେଳେ ଦୋଦୁଲ୍ୟମାନ ଅବସ୍ଥା ଦେଇ ଗତି କରୁଛି। କରୁଥିଲେ ମଧ୍ୟ ସେ କାହିଁକି ସ୍ଥିରତ୍ୱ ଲାଭ କରିବ? କାହିଁକି ସେ ସ୍ଥିରତା ଲାଭ କରିବ? ନା ତା ଭିତରେ ଏକ ଅଖଣ୍ଡ ବିଶ୍ୱାସ ଅଛି। ସେ ଯୋଉ ଡଙ୍ଗାରେ ବସିଛି, ସେ ଡଙ୍ଗାର ନାଉରୀ କିଏ? ଭଗବାନ। ସିଏ ତାକୁ କାରି କରୁଛନ୍ତି, ତେଣୁ ତାର ଭୟ ନାହିଁ। ଏ ଶରୀରକୁ ସିଏ ଦାନ କରିଛନ୍ତି,
ତେଣୁ ଏ ଶରୀରର ନଷ୍ଟ ହେଲେ ତାର ବ୍ୟତୀତ ହବାର ନାହିଁ। ଏ ଯେତେ ସମ୍ପର୍କ ତା ଜଗତରେ ସେ ତିଆରି କରିଛି, ତାକୁ ଭୋଗ କରୁଛି, ତାକୁ ସେ ଅନୁଭବ କରୁଛି, ମାନୁଷୀ ସୁଖ, ମାନୁଷୀ ଆନନ୍ଦ, ମାନୁଷୀ ପ୍ରେମ, ଏ ସବୁ ଭିତରେ ଦେଇ ସେ କେବଳ ଜଗତକୁ ଅନୁଭବ କରୁଛି। କେମିତି? ଗୋଟେ ଛୋଟ ଶିଶୁ ଭଳି। ଯେମିତି ଛୋଟ ଶିଶୁ ମା କୋଳରୁ ଦୌଡି ଯାଇ ଖେଳେ, ଆଉ ଯେତେବେଳେ କ୍ଳାନ୍ତ ହେଇଯାଏ କଣ କରେ? ପୁଣି ମା ପାଖକୁ ଦୌଡି ଦୌଡି ଫେରି ଆସେ। ଆମର ଜଗତ ହେଲା, ଆମର ଜୀବନ ହେଲା ସେଇଭଳି ଗୋଟିଏ ଖେଳ। କିନ୍ତୁ ସେ ପିଲା ଜାଣିଛି ଯେ ସେ ଯେ ଖେଳୁଛି, ତା ମା ତାକୁ ଚାହିଁକି ଦେଖୁଛି ତା ପିଲା କେମିତି ଖେଳୁଛି, ଏବଂ ସେ ଖେଳ ସାରିକି ତା ମା ପାଖକୁ ତାକୁ ଫେରିବାକୁ ହବ। ଆମ ଜୀବନ ଯେତେବେଳେ ସେଇଭଳି ହେଇଯାଏ, ତା କଣ ହୁଏ ନା ଅମୃତତ୍ୱର ସେ ଯୋଗୀ ବା ସାଧକ ସେ ଅଧିକାରୀ ହୁଅନ୍ତି। ଆଉ ସେ କଣ କରନ୍ତି? ଧୀର ତତ୍ତ୍ୱ, ଧୀର ହେଇଯାଆନ୍ତି, ସେ ଶାନ୍ତ ହେଇଯାଆନ୍ତି, ସେ ରିଅଲାଇଜ କରନ୍ତି ଭଗବାନଙ୍କୁ। ବର୍ତ୍ତମାନ ପ୍ରଶ୍ନ ହେଲା ଯେ ଯୋଗ ମାର୍ଗର ଅଧିକାରୀ କିଏ? ଏ ଯୋଉ ଅମୃତତ୍ୱର କଥା ଏଠି କହୁଛନ୍ତି ଭଗବାନ, ସେ ଗୋଟେ ସ୍ଥିର ନିଶ୍ଚିତ କରି କହିଲେ ଯେ ତମେ ଯଦି ଅମରତ୍ୱ ଚାହୁଁଛ, ଅମରତ୍ୱ ଯଦି ଚାହୁଁଛ, ଅମୃତତ୍ୱ କଳ୍ପତେ, ଅମୃତ ତତ୍ୱକୁ ତୁମେ ଲାଭ କରିବ, ଅଧିକାରୀ ହବ, ତାହେଲେ କଣ ହବ ନା ତୁମେ କଣ ହବ ନା ତୁମେ ଏଇ ଯୋଉ ସମସ୍ତ ବିକାର, ପ୍ରକୃତି ଜନିତ ବିକାର, ସେ ବିକାର ଭିତରୁ ତୁମକୁ ଉର୍ଦ୍ଧ୍ୱକୁ ଉଠିବାକୁ ହବ। ଆଉ ତୁମେ ସବୁବେଳେ ସେଲ୍ଫ ସହିତ ୟୁନାଇଟେଡ ହେଇକି ରହିବାକୁ ପଡିବ। ଆଉ ଗୋଟିଏ କଥା ହେଲା ଯେ ସାଧକକୁ ଏଠି ଆଉ ଗୋଟେ ଭଗବାନ କଥା କହିଲେ ଯେ ତୁମେ ସବୁବେଳେ ପ୍ରାକ୍ଟିସ କରିବ କଣ? ସେଟା ହଉଛି ସମତା, ଇକ୍ୱାଲିଟି। ଇକ୍ୱାଲିଟିକୁ ସବୁ ମୁହୂର୍ତ୍ତରେ ପ୍ରାକ୍ଟିସ କରିବ। ଯେତେବେଳେ ଆମ ସମଭାବାପନ୍ନ ଆମ ଭିତରେ ଟିକେ ବି ପ୍ରତିକ୍ରିୟା ଆସୁଛି, ପ୍ରତିକ୍ରିୟା ରିଆକ୍ସନ ଆସୁଛି, ଯଦି ସେ ବସ୍ତୁକୁ ନେଇକି ହଉ, ବ୍ୟକ୍ତିଙ୍କୁ ନେଇକି ହଉ, ଘଟଣାକ୍ରମକୁ ନେଇକି ହଉ, ତାହେଲେ ତୁମେ ଜାଣିବ ଯେ ତୁମେ ଅମୃତତ୍ୱର ଅଧିକାରୀ ପାଇଁ ଯୋଗ୍ୟ ନୁହ। କେବଳ ଏତିକି କଥା, ନିଜକୁ ନିଜେ ଚାହିଁକି ଅଳ୍ପ ନିଜ ସହିତ ମୁକାବିଲା କରିବ। ନିଜ ସହିତ ଯୋଉ ନିଜ ସହିତ ନିଜେ ବଞ୍ଚିବାର ଯୋଉ ଧାରାଟି, ସେଠି ହେଲା ଯୋଗ। ଆଉ ବାହ୍ୟଟି ହେଲା କେବଳ ତାର ଏକ ପ୍ରତିଫଳନ। ତେଣୁ ଏଇ ଯୋଉ ସାବିତ୍ରୀର ଗୋଟିଏ ସୁନ୍ଦର କଥା ଅଛି, ଦ ଇମୋର୍ଟାଲ୍ସ କାମ୍ ଟୁକ୍ ପଜେସନ ଅଫ ହର ସୋଲ। ଯେତେବେଳେ ଜଣେ ସାଧକ ତା ଜୀବନରେ ଏଇ ଅମୃତତ୍ୱର କଥାକୁ ସ୍ଥିର ନିଶ୍ଚିତ ଭାବରେ ଜାଣେ ଆଉ ଉପଲବ୍ଧି କରେ, ସେତେବେଳେ କଣ ହେଇଯାଏ ନା ତାର ଜୀବନଟି ଏକ ଅଦ୍ଭୁତ କ୍ରମ ଦେଇ ଗତି କରେ। ଅଦ୍ଭୁତ କ୍ରମ ଦେଇ କଣ ଗତି କରେ ନା ସେ ତିନୋଟି ଜିନିଷକୁ ଲାଭ କରେ ଅତି କମ ସେ କମ। ଗୋଟିଏ ହେଲା ସେ ନିର୍ଭୟ ହୁଏ, ଆଉ ଗୋଟିଏ ହେଲା ସେ ଲାଭ ଆଉ କ୍ଷତିର ঊର୍ଧ୍ୱକୁ ଉଠିଯାଏ। ତା ପାଇଁ ଲାଭ ଆଉ କ୍ଷତିର କିଛି ଦ୍ୱନ୍ଦ୍ୱତା ଚେତନାରେ ନଥାଏ। ଆଉ ଗୋଟିଏ ହେଲା ଯେ ମୋହକୁ ସେ ପ୍ରକୃତରେ ଅତିକ୍ରମ କରିଥାଏ। ମୋହ ଥିବା ପର୍ଯ୍ୟନ୍ତ ଯୋଗ ହେଇପାରିବ ନାହିଁ। ଆଜିର ଆଲୋଚନାକୁ ସମୟ ଦୃଷ୍ଟିରୁ ଆମେ ଏଇଠି ସାଙ୍ଗ କରିବା ଏବଂ ତାର ଗୋଟିଏ ଅଳ୍ପ 2 ମିନିଟରେ ତାର ମୁଁ ନିର୍ଯାସଟି କରିବି ଯେ ସେଇଠି ହେଲା ଯେ ଗୀତାର ଯୋଉ ଆତ୍ମନ ଆଉ ଉପନିଷଦର ଯୋଉ ଆତ୍ମନ, ଗୀତାର ସେଲ୍ଫ ହେଲା ଇମୋର୍ଟାଲ ସେଲ୍ଫ, ଆଉ ଉପନିଷଦର ଯୋଉ ସେଲ୍ଫ, ଯୋଉ ଆତ୍ମାର କଥା କୁହାଇଛନ୍ତି, ଆମେ ବୃହଦାରଣ୍ୟକ ଉପନିଷଦର କଥା ଦେଖିଲେ ସେଟା ହେଲା ଅନବର୍ନ ସେଲ୍ଫ, ମାନେ ଯୋଉଟା କି କେବେ ହେଲେ ଜନ୍ମ ଗ୍ରହଣ କରେ ନାହିଁ। ମାନେ ମୋଷ୍ଟଲି ହଉଛି ସେଇଟା କହିପାରିବା ଆମେ ଯେ ତାର କିଛି ପ୍ରକାଶ ନାହିଁ, ପ୍ରକାଶ ନାହିଁ। କିନ୍ତୁ ଗୀତା ମାର୍ଗରେ ସେ ପ୍ରକାଶିତ ହୁଅନ୍ତି, କିନ୍ତୁ ସେ ଅନନ୍ତ ଆଉ ଶାଶ୍ୱତ। ଆଉ ଗୀତାର ଯୋଗର ମାର୍ଗଟି ଏଠି କୁହାଗଲା ସମତ୍ୱ, ସମତ୍ୱମ ଯୋଗ ଉଚ୍ଚତେ ବା ଇକ୍ୱାଲିଟି। ଆଉ ସେଠି ଯୋଉ ମାର୍ଗଟି ଆତ୍ମାର ଯୋଉ କଥାଟି କୁହାଯାଏ, ସେଠି ହେଲା ଗୋଟେ ୱିଟନେସ ସେଲ୍ଫ। ସେ ସବୁ କିଛିକୁ ଦେଖିବ, ସଂଶ୍ଳିଷ୍ଟ ହବ ନାହିଁ, ଦ୍ରଷ୍ଟା ରୂପରେ ସବୁ କିଛିକୁ ଦେଖିବ। କାରଣ ଏ ସମଗ୍ର ଜଗତଟି ହଉଛି କେବଳ ତା ପାଇଁ ଦୃଶ୍ୟ, ପ୍ରପଞ୍ଚ, ମାୟା ଜନିତ ଦୃଶ୍ୟ। ୟାର କୌଣସି ପ୍ରକୃତରେ କଣ ନାହିଁ, ଅସ୍ତିତ୍ବ ନାହିଁ। ସ୍ୱପ୍ନବତ୍, ସ୍ୱପ୍ନରେ ଯେମିତି ମଣିଷ ଦେଖେ, ସ୍ୱପ୍ନ ଭାଙ୍ଗିଗଲେ ତାର କୌଣସି ଅସ୍ତିତ୍ବ ନାହିଁ, ସେମିତି ତା ପାଇଁ ହଉଛି ଏଇ ଜଗତ ବା ପ୍ରକୃତି। କିନ୍ତୁ ଗୀତାର ଯୋଉ ମାର୍ଗର ଯୋଉ ଯୋଗ ମାର୍ଗ, ତାହା ନୁହେଁ। ତୁମେ ତା ଭିତର ଦେଇ ଗତି କରିବ, ବଟ ୟୁ ୱିଲ୍ ନେଭର ଲୁଜ ୟୋର ସମତ୍ୱ ବା ଇକ୍ୱାଲିଟିକୁ ତୁମେ ହରେଇବ ନାହିଁ, କାହିଁକି ନା ତୁମେ ଆତ୍ମାକୁ ଉପଲବ୍ଧି କରିଛ। ଏବଂ ଗୀତାର ମାର୍ଗ ହେଲା ଜ୍ଞାନ ନୁହେଁ କର୍ମ, ଏବଂ ଉପନିଷଦର ମାର୍ଗଟି ହେଲା ଜ୍ଞାନ, କେବଳ ଜ୍ଞାନ।
कर्म को से स्वीकार करती ना कारण कर्मर अस्तित्व ही ना एवं श्री अरविंदर जो व्याख्या गीता उपरे ताहेला गोटे भारी सुंदर आ अद्भुत जे श्री अरविंद एठी इंटरप्रेट करूछंती जे गीता केबे हेले जीवन बा जगत को अस्वीकार करी नाही गीतार एकमात्र लक्ष्य होचे एई जगत को जीवन को स्वीकार करी एहा भितरे भगवान को आविष्कार करिबा एवं भगवान को उपलब्धि करिबा एवं भगवान को अभिव्यक्ति करिबा ही योग मार्ग एवं ताहा कर्म को बाद दे संभव नहीं तेणु कर्म को स्वीकार करने को हब तेणु आमर जो लक्ष्य है जो गीतार जोगर लक्ष्य है एटा होची आमर जो आत्मार अमरत्व एवं जो दुख आउ ग्रीफ आउ जो सरो अर्जुन थिला ताहार कारण होची इग्नोरेंस इग्नोरेंस रो जेतोळे मनुष्य मुक्त हबो सेतोळे से कोन पाइबो ना आत्मार स्पर्श पाइबो बा आत्मा को उपलब्धि करिवो जहा भीतर दे से कोन हबो ना स्थिरता को अनुभव करिवो आ स्थिरता को अनुभव कले ही जणे डिवाइन एक्शन करिवो दिव्य कर्म रे भगवान कर कोन हबो सहयोगी हबो बा यंत्र हबो नहले से भगवान कर सहयोगी बा यंत्र हि परिबो नाही कारण से निजे निजको केतोळे कर्ता बोली भाबिबो बा कर्म फल पई कर्म करिवो बा कर्मर प्रक्रिया संगे बांधी हिजिवो ए तीनोटी जगह भीतर देखि से कर्म द्वारा बांधी हिजिवो कर्म को भगवान के पाखरे समर्पित करि परिबो नाही बा समर्पण हेई परिबो नाही तार कर्म कारण से जानि जे कर्म होची भगवान कर एवं से होची केवल मात्र यंत्र से कर्ता नहीं आरथर नेक्स्ट आलोचना रे हमें आरंभ करिबा सेकेंड वर्ष ठारू 16तम ठारू आज आमे एठी ताको शेष करिबा ए कथा को अनुभव करी जे जेतबळे आज्ञा हाँ आमे जेतबळे भी जीवन रे केतबळे भी प्रतिक्रिया आसुछि एई बीज मंत्र को सब बळे निजु निजे कहवा हबो तांग तितिक्षस्व भारत endure it calmly ताहा ही आमर प्रशस्त करिवो इक्वालिटी को लाभ करिवा लागे ओम पूर्णमदः पूर्णमिदं पूर्णात् पूर्णमुदच्यते पूर्णस्य पूर्णमादाय पूर्णमेवावशिष्यते हरि ओम तत्सत् हरि ओम तत्सत् हरि ओम तत्सत् जदक्षरं पदभ्रष्टं मात्राहीनं च यद्भवेत् तत्सर्वं क्षमतां देव प्रसीद परमेश्वर ध्यानमूलं गुरुर्मूर्ति पूजामूलं गुरुपदम् मन्त्रमूलं गुरुर्वाक्यं मोक्षमूलं गुरुकृपा त्वमेव माता च पिता त्वमेव त्वमेव बन्धुश्च सखा त्वमेव त्वमेव विद्या द्रविणं त्वमेव त्वमेव सर्वं मम देव देव सर्वे भवन्तु सुखिनः सर्वे सन्तु निरामया सर्वे भद्राणि पश्यन्तु मा कश्चित् दुःखभाग् भवेत् ओम शांति 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 श्री कृष्णार्पणमस्तु।